ज्ञानिनत्वम् एव इष्टः स्वार्थहेतुश्च सम्मतः स्वर्गश्चैव वर्गश्च नान्यथो मद्गते प्रियः ज्ञानिनत्वम् अहमेव इष्टः स्वार्थहेतुश्च सम्मतः स्वर्गश्चैव वर्गश्च नान्यथो मद्गते प्रियः ज्ञानिनात्वम् अहमेव इष्टः स्वार्थहेतुश्च सम्मतः स्वर्गश्चैव वर्गश्च नान्यथो मद्गते प्रियः ज्ञानिनः आत्मोपलब्ध ज्ञानी दार्शनिकर तु वस्तुतः अहम मु एव एकमात्र इष्टः पूज्य स्वार्थ जीवन इप्सित लक्ष्य कौन समझते हेतु जीवन लक्ष्य स्थल पहुँचवा पद्धति च एवं सम्मतः सिद्धांत स्वर्ग समस्त स्वर्ग सुखर कारण च एवं वास्तव अपवर्ग समस्त दुखर मुक्ति च एवं न अन्य कौनसी अर्थ उद्देश्य मते ऋते व्यतीत प्रिय अनुवाद आत्म उपलब्ध विद्वान दार्शनिक मानक मु ही एकमात्र उपास्य एवं जीवन इप्सित लक्ष्य मु ही लक्ष्य प्राप्ति साधन एवं समस्त ज्ञानर अंतिम सिद्धांत एवं जेतु मु सेमानकर सुख दुखर विमुक्तिर कारण तेणु एपरी विद्वान व्यक्तिंकर जीवन में मो व्यतीत अन्य कौनसी प्रभावशाली उद्देश्य तथा प्रियतम वस्तु नथा आत्म उपलब्ध विद्वान दार्शनिक मानक मु ही एकमात्र उपास्य एवं जीवन इप्सित लक्ष्य मु ही यही लक्ष्य प्राप्तिर साधन एवं समस्त ज्ञानर अंतिम सिद्धांत एवं जेहेतु मु सेमानंकर सुख दुखर विमुक्तिर कारण तेणु एहिपरि विद्वान व्यक्तिंक जीवन में मो व्यतीत अन्य कौनसी प्रभावशाली उद्देश्य तथा प्रियतम वस्तु पूर्ववर्ती श्लोक भगवान कृष्ण कहते ज्ञान द्वारा यह जगत को मायार परिप्रकाश देखी मनुष्य सेपरी ज्ञान को परिशेष मत ही अर्पित करदेवा उचित भौतिक आसक्ति जीव निमित्त निश्चय समस्या कारण यह आत्मार व्याधि चर्म रोग आक्रांत व्यक्ति तार हाथस्थल को भयंकर भाव कुंडाइवा पर कुंडिया केवल क्षणस्थायी उपशम मिलता है जदि से न कुंडाए तेज से आहरी भीषण कष्ट पाए किंतु कुंडाइवा द्वारा क्षणिक आनंद मिलता है जदि परवर्ती अवस्था परवर्ती समय कुंडिया संक्रमित हुई असह्य कष्ट भोग करने हुए कुंडिया को कुंडाइवा द्वारा वास्तविक शांति मिल जाता है पर रोगर पूर्ण उपशम देवे मिलता है बद्ध जीव अनेक प्रकार मायामय इच्छा द्वारा आक्रांत एवं से हताश अवैध जन्म संबंध मांस भक्षण युद्ध क्रीड़ा निशा सेवन भली घृणित कुंडिया माध्यम इंद्रिय तर्पण कर चेष्टा करते हैं। यह व्यतीत से जड़ जागतिक संगति
ମୈତ୍ରୀ ତଥା ପ୍ରେମ ଦ୍ୱାରା ମଧ୍ୟ ସୁଖ ପ୍ରାପ୍ତି ନିମିତ୍ତ ପ୍ରଚେଷ୍ଟା କରିଥାଏ, କିନ୍ତୁ ପରିଣାମ ସ୍ୱରୂପ ତାଙ୍କୁ ଅସହ୍ୟ କଷ୍ଟ ମିଳିଥାଏ। ଭୌତିକ ଇଚ୍ଛା ରୂପୀ ଚର୍ମରୋଗକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାରେ ହିଁ ଅସଲ ସୁଖ ପ୍ରାପ୍ତି ହୋଇଥାଏ। ଯେହେତୁ ଭୌତିକ ଇଚ୍ଛା ଆତ୍ମାର ବ୍ୟାଧି ଅଟେ, ତେଣୁ ଏହାର ଉପଚାର କରିବା ଏବଂ ମୂଳୋତ୍ପାଟନ କରିବା ଜ୍ଞାନ ଆହରଣ କରିବା ଉଚିତ। ଏହିପରି ଉପଚାର ରୂପୀ ଜ୍ଞାନର ସେ ପର୍ଯ୍ୟନ୍ତ ଆବଶ୍ୟକତା ରହିଥାଏ ଯେ ପର୍ଯ୍ୟନ୍ତ ମନୁଷ୍ୟ ରୋଗାକ୍ରାନ୍ତ ରହେ। ଯେତେବେଳେ ସେ ପୂର୍ଣ୍ଣ ରୂପରେ ସୁସ୍ଥ ହୋଇଯାଏ, ସେତେବେଳେ ଏହିପରି ଚିକିତ୍ସା ଜ୍ଞାନର ଆଉ କୌଣସି ପ୍ରୟୋଜନ ରହିନଥାଏ। ସେହି ଜ୍ଞାନକୁ ସେ ଡାକ୍ତରଙ୍କର ଉପଯୋଗ ନିମନ୍ତେ ଛାଡ଼ି ଯାଇଥାଏ। ଏହିପରି ଭାବରେ କୃଷ୍ଣ ଭାବନା ଭିତରେ ଉନ୍ନତ ବ୍ୟକ୍ତି ସଦାସର୍ବଦା ନିଜର ବ୍ୟକ୍ତିଗତ ସମସ୍ୟାର ଅନୁଶୋଚନ ନ କରି ପ୍ରେମ ତଥା ଭକ୍ତି ସହକାରେ ଭଗବାନ କୃଷ୍ଣଙ୍କର ସମ୍ପର୍କରେ ଅନୁଚିନ୍ତନ କରିବାର ଆବଶ୍ୟକତା ରହିଛି। ପୂର୍ବବର୍ତ୍ତୀ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଉପଦେଶ ଦେଇ କହିଛନ୍ତି ଯେ ମାୟାର ବ୍ୟବହାରିକ ଜ୍ଞାନ ମାଧ୍ୟମରେ ମନୁଷ୍ୟ ନିଜର ବ୍ୟକ୍ତିଗତ ସମସ୍ୟାଗୁଡ଼ିକର ସମାଧାନ କରାଯିବା ଉଚିତ। ଏହିପରି ସମସ୍ୟା ସମ୍ପର୍କରେ ନିରନ୍ତର ଚିନ୍ତନକୁ ପରିତ୍ୟାଗ କଲେ ମନୁଷ୍ୟ ଈଶ୍ୱର ପ୍ରେମୀ ହୋଇପାରିଥାଏ। ଭଗବାନ କୃଷ୍ଣ ନିଶ୍ଚିତ ରୂପେ ନିଜର ପ୍ରତ୍ୟେକ ନିଷ୍ଠାବାନ ଭକ୍ତଜନଙ୍କୁ ଯଥାର୍ଥ ରୂପେ ଗୁରୁ ରୂପରେ ଆତ୍ମିକ ତଥା ବାହ୍ୟ ରୂପରେ ମାର୍ଗଦର୍ଶନ ପ୍ରଦାନ କରିଥାନ୍ତି। ଏହିପରି ଭାବରେ ସେ ନିଜର ନିଷ୍ଠାବାନ ଭକ୍ତଙ୍କୁ ଜଡ଼ବସ୍ତୁ ପ୍ରତି ରହିଥିବା ଅଯୌକ୍ତିକ ଆସକ୍ତି ପରିତ୍ୟାଗ କରିବାର ଶିକ୍ଷା ପ୍ରଦାନ କରିଥାନ୍ତି। ଏକଦା ମୁକ୍ତ ହୋଇଯିବା ପରେ ଭକ୍ତ ଚିନ୍ମୟଧାମ ବୈକୁଣ୍ଠ ନିବାସୀ ଭଗବାନ କୃଷ୍ଣଙ୍କ ସହିତ ସୁସମ୍ବନ୍ଧ ସ୍ଥାପନ କରିପାରିଥାଏ। କାହାରି ମନରେ ଏପରି ମିଥ୍ୟା ବିଚାର ଉଦ୍ରେକ ହୋଇପାରେ ଯେ ଯେପରି ପ୍ରଗତିର କୌଣସି ଅବସ୍ଥାରେ ମାୟା ବିଷୟକ ବିଶେଷାତ୍ମକ ଜ୍ଞାନର କଳା କୌଶଳ ଉପରେ ମନୋନିବେଶ କରିବା ବନ୍ଦ ହୋଇଯାଏ। ଯେ ସେହିପରି ଜୀବନରେ କୌଣସି ଏକ ପର୍ଯ୍ୟାୟରେ ଯେ ଭଗବାନଙ୍କ ପ୍ରତି ରହିଥିବା ପ୍ରେମମୟୀ ଭକ୍ତିକୁ ମଧ୍ୟ ତ୍ୟାଗ କରିଦେଇପାରେ। ଏପରି ଚିନ୍ତନକୁ ଖଣ୍ଡନ କରିବା ପାଇଁ ଏଠାରେ ବିଭିନ୍ନ ଉପାୟରେ ଭଗବାନ କୃଷ୍ଣ ବୁଝାଇ କହୁଛନ୍ତି ଯେ ସେ ହେଉଛନ୍ତି ସମସ୍ତ ବିଦ୍ୱାନ ଜନଙ୍କର ପରମ ନିତ୍ୟ ଉଦ୍ଦେଶ୍ୟ। ଏହି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତଙ୍କ ଠାରୁ ଅଧିକ ବିଦ୍ୱାନ ପଣ୍ଡିତ ହେଉଛନ୍ତି ବ୍ରହ୍ମାଣ୍ଡର ଚାରିଦିଗ, ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଏକମାତ୍ର ଆରାଧ୍ୟ ଦେବତା ରୂପେ ଗ୍ରହଣ କରିଛନ୍ତି। କାରଣ ସେ ବୁଝିପାରିଛନ୍ତି ଯେ ସେମାନେ ହେଉଛନ୍ତି ପରମପୁରୁଷ ଭଗବାନଙ୍କର ଶାଶ୍ୱତ ଅଂଶ। ସୁତରାଂ ସକାମ କର୍ମ ତଥା ଜ୍ଞାନ ଅର୍ଜନରେ ମଧ୍ୟ ସେମାନଙ୍କର କୌଣସି ଆଗ୍ରହ ରହିନାହିଁ। ଭଗବାନ କୃଷ୍ଣ ଏପରି ନିଷ୍ଠାବାନ ଭକ୍ତଙ୍କୁ ସ୍ୱର୍ଗୀୟ ଆନନ୍ଦ ତଥା ଚିନ୍ତାରୁ ମୁକ୍ତି ପ୍ରଦାନ କରିଥାନ୍ତି, ଯାହାଙ୍କର ପାଇଁ ଭଗବାନ ବ୍ୟତୀତରେ ଜୀବନର ଅନ୍ୟ କୌଣସି ଉଦ୍ଦେଶ୍ୟ ବା ପ୍ରିୟ ବସ୍ତୁ। ତେବେ ଗତକାଲି ଆମେ ଶ୍ରବଣ କରୁଥିଲେ ଗୋଟିଏ ଶବ୍ଦ ଗତକାଲି ଛାଡ଼ି ଯାଇଥିଲେ, ବହୁତ ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଗତକାଲି ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ଯୋ ବିଦ୍ୟା ସୁଖ ସମ୍ପନ୍ନ ଆତ୍ମବାନ। ଯେଉଁମାନେ ବାସ୍ତବରେ ବିଦ୍ୱାନ, ସେମାନେ ଶାସ୍ତ୍ର ସ୍ୱାଧ୍ୟାୟ କଲା ପରେ ଜ୍ଞାନ ପ୍ରାପ୍ତି କଲା ପରେ କ'ଣ କରନ୍ତି ନା ସେ ଜ୍ଞାନକୁ ତ୍ୟାଗ କରିକି ଭଗବତ ପ୍ରାପ୍ତି ନିମିତ୍ତ ସେମାନେ କ'ଣ କରନ୍ତି ପ୍ରୟାସ କରନ୍ତି। ଦୁଇଟି ଉଦାହରଣ ଦେଇଥିଲି। କ'ଣ ପ୍ରଥମ ଉଦାହରଣ କ'ଣ ଦେଇଥିଲି? ଯେମିତି ଦେଶରେ ଯୁଦ୍ଧ ଲାଗିଥାଏ, ସାଧାରଣ ପ୍ରଜାମାନଙ୍କୁ ରାଜା କ'ଣ କରେ? ଅସ୍ତ୍ର ଦିଅନ୍ତି ଯୁଦ୍ଧ କରିବାକୁ, ଏବଂ ଯୁଦ୍ଧ ସରିଗଲା ପରେ ସେମାନେ କ'ଣ କରନ୍ତି? ରାଜାଙ୍କୁ ଅସ୍ତ୍ର ଫେରିଯାଏ। ଆଉ ଦ୍ୱିତୀୟ ମାୟାର କଥା ବୁଝାଇବା ପାଇଁ କ'ଣ କୁହାଯାଏ? ଆଉ ଗୋଟେ ବହୁତ ସୁନ୍ଦର ଉଦାହରଣ ଦେଇଥିଲେ। ଯେମିତି ଜଣକୁ କିଛି ବ୍ୟାଧି ହେଇଛି, ଜଣକୁ ଭୂତ ଲାଗିଛି, ତାକୁ କିଛି ମନ୍ତ୍ର ଦିଆହେଉଛି ପଢ଼ିବା ପାଇଁ, ବା କିଛି ଯଦି ଆର୍ଥିକ ସ୍ଥିତି ଖରାପ ଅଛି ସେ କିଛି ମୁଦି ପିନ୍ଧୁଛି। ଯେତେବେଳେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଉଛି, ସେ ସୁସ୍ଥ ହେଇଯାଏ, ତାପରେ ସେ ମନ୍ତ୍ର ବା ସେ ମୁଦିର କ'ଣ ଆବଶ୍ୟକତା? ଠିକ୍ ସେଇଭଳି ଭାବରେ ଯେଉଁମାନେ ପ୍ରକୃତରେ ଜ୍ଞାନ, ସେମାନେ ଜ୍ଞାନ ପ୍ରାପ୍ତ କରିସାରିଲା ପରେ ସେମାନେ କ'ଣ କରିବା ଦରକାର? ଭଗବାନଙ୍କୁ ପାଇବା ପାଇଁ ସେ ଜ୍ଞାନକୁ ତ୍ୟାଗ କରିବା ଦରକାର। ଆଉ ୟାକୁ ଭୂଷଣ ଚକ୍ରବର୍ତ୍ତୀ ଗୋଟେ ସୁନ୍ଦର ଶବ୍ଦ ଦେଇଥିଲେ, ତାକୁ ହେଉଛି ବିଦ୍ୱତ୍ ସନ୍ନ୍ୟାସ। ବିଦ୍ୱତ୍ ସନ୍ନ୍ୟାସ, ସନ୍ନ୍ୟାସ ମାନେ ନୁହେଁ ଯେ କେବଳ ଦଣ୍ଡ ଧରିକି ମାନେ ସେଟା ତ ଗୋଟେ ପରିଭାଷା ବାହ୍ୟ ଲକ୍ଷଣ, କିନ୍ତୁ ଅନ୍ତର୍ଲକ୍ଷଣ ହେଉଛି କ'ଣ ନା ବ୍ୟକ୍ତି ଏ ଜଗତର ସମସ୍ତ ଆସକ୍ତିରୁ ନିଜକୁ ମୁକ୍ତ କରିକି ସେ କ'ଣ କରିବ? କେବଳ ଭଗବାନଙ୍କର ପ୍ରାପ୍ତି ନିମିତ୍ତ ସେ ପ୍ରୟାସ କରିଥାଏ। ଜୀବନରେ ବିଶେଷ କରି এই ବର୍ଷ ଡିଭୋନ୍ ସୁଯୋଗ ଅନେକ ଗୃହସ୍ଥ ଭକ୍ତଙ୍କୁ ଦେଖିଛି, ଯେଉଁମାନେ ଗୃହସ୍ଥାଶ୍ରମରେ ରହିକି ବି ସେମାନେ ତାଙ୍କର ପତ୍ନୀ ପରିବାର ଆସକ୍ତି ଛାଡ଼ିବେ। ଘର ସହିତ ସମ୍ବନ୍ଧ ରଖିଛନ୍ତି,
ମୋତେ ଭୁବନେଶ୍ୱରରେ କଥା ଥିଲା ଜଣେ ଭକ୍ତ ଗାଡ଼ିରେ ନିଅନ୍ତି ଯୁବକ ବୟସ ଏବଂ ସେ ଗୁରୁତ୍ୱପୂର୍ଣ୍ଣ ଶିଷ୍ୟା ପ୍ରିଚିଂ କରନ୍ତି ସେମାନେ ଷ୍ଟୁଡେଣ୍ଟ ମାତାଜୀ ବହୁତ ଆପଣ ସମସ୍ତେ ଜାଣିଛନ୍ତି ଦେବଜୀମା ବହୁତ ପ୍ରସିଦ୍ଧ ସେ ଚୈତନ୍ୟ ଚରିତାମୃତ ଅନୁବାଦ କରିଛନ୍ତି ବହୁତ ଉଲ୍ଲେଖନୀୟ ସେବା ମନ୍ଦିର ପାଇଁ ଜଣେ ନାରୀ ସେ ଦେଇଛନ୍ତି ତାଙ୍କର ଷ୍ଟୁଡେଣ୍ଟକୁ ସେ ପ୍ରିଚିଂ କରିଛନ୍ତି ସେ ମୋତେ ଗାଡ଼ିରେ ନିଅନ୍ତି ଭାରି ଯୌବନ ଅବସ୍ଥା ବ୍ୟବସାୟ ତାଙ୍କର ଦୁଇଟି ଝିଅ सब छाड़ी वर्तमान से केवल भक्ति करिया मैंने से प्रयास परंतु जो दर्शन रास्ता इच्छा पचारे झील दिटा विवाह कर पारिवारिक खर्च खर्च रही बंधु बांधव समाज में छोट छोट भुवनेश्वर से ना भगवान व्यवस्था कर घर गोटे अच्छे भड़ा लगे जी भड़ा आसूँ आम परिवार पत्नी और पिला से सन्तुष्ट से प्रभुपाद कहते जे वास्तव में जन गृहस्थ व्यक्ति जो सुंदर पत्नी मिली तार पतिर मनोभाव बुझे से चलुचे सन्यास बहुत सफल जीवन गृहस्थ व्यक्ति निष्कल देखे वास्तव में जो मैंने सन्यास भक्तर परिभाषा से निजर सुख को छाड़ी भगवान सुख से प्राधान्य दे तेणु अनेक भक्त मान अच्छा प्रतिदिन मंगला आरती आस प्रतिदिन विदाउट मिस अपने गोटे सेकेंड भी डेरी करिए मंदिर को लेकर आसी वर्तमान करें बहुत समय इतनी सेंसेशन तेणु ये से कहुँ विद्या प्राप्त कला आदि शंकराचार्य शिष्य मान कहले शिष्य संस्कृत व्याकरण को व्याकरण विद्या हूँ अभ्यासगत वस्तु अभ्यास त्याग कले भारत वर्ष बहुत प्रसिद्ध नृत्य करती से जड़े माँ एवं से अभ्यास छाड़देले जमी आम देखुचे आप मृदंग शिखा पिला जदि गोटे प्रथम किसी प्रकार सा रे या मा पा प्रथम जो शिखा पड़े कि अभ्यास छाड़ीज हाथ आगे जीव ही ना से सारे गामा पादानी छाड़ा भी हम यदि अभ्यास त्याग करें सेमती जड़े बसिकी नदी तटरे गंगा तटरे से बसिकी संस्कृत अभ्यास करते व्याकरण अभ्यास करते तेणु देखिए शंकराचार्य को बहुत दुख लगे से कहते भज गोविंदम भज गोविंदम गोविंदम भज विभिन्न व्यक्ति में वर्तमान सब छाड़ी ग्रामर जी जाना कथा से वर्तमान कौन कर छाड़ी गोविंद को भजन कर संप्रति मृत्यु समय कौन हम ना नहीं नहीं रक्षते डुकुरन कर ये जो व्याकरण अभ्यास कर मृत्यु समय तुमको रक्षा करेंगे मृत्यु समय किए रखिए भगवान तुमको सुरक्षा देवे तेणु से विद्वत सन्यास कथा करें आज श्लोक कहते आत्म उपलब्ध विद्वान दार्शनिक मान मुहि एकमात्र उद्देश्य ये से कहते ज्ञानीन तू अहम एवं इष्ट जो मैंने प्रकृति विद्वान से जानते जीवन का उद्देश्य विष्णु स्वार्थ गति तेणु ये से कहते मत से कौन करते लक्ष्य प्राप्ति साधन कर जीवन में भगवान को पाई दरकार जीवन एवं यह हूँ ज्ञान अंतिम सिद्धांत देखो आम गतकाली सुंदर कथा कहते फलना करते गुरुवार संगत करते प्रकृत में साधन प्रकृत जप करते प्रकृत भक्ति करते तार फलटा केवे भी वृथा जीवन निश्चित कौन हम परिप्रकाश हम ही देखो सब समय सब जिन मिले फूल को सब्जी मुस्किल लगे कहले खाई भल ये मल्ली फूल के बास्ना हो कार्तिक मास गछर मल्ली फूल किसी भी से मल्ली मैंने ये रखे सेवती फूलर चाहिदा बा गोलाप फूलर चाहिदा शीत दिन आस प्रति ऋतु में कौन ऋतु अनुजाई फल फल परिवार आसटा कौन शरीर को पुष्ट करे सेमती जन साधक साधना करे से तार समय आस भगवान कौन कर से सेवा नहीं जब आम भगवान सेवा कहूना बुझे आगे अभ्यास कर गतकाली मध्याह्न आरती कर समय आम कहते प्रभु कौनी कहीं से सब भगवान प्रभु मस्तक फूल देती से फूलटा पड़ना से
ବୁଝିଗଲେ ଯେ ହଁ ଭଗବାନ ଗ୍ରାଣ୍ଡ କରୁଛନ୍ତି। ହଁ ଭଗବାନଙ୍କର ମସ୍ତକରୁ ହାତ ଯଦି ଫୁଲ ପ୍ରସ୍ତୁତ ହେବ ଶୁଭ ସଂକେତ, ଯଦି ଅଳଙ୍କାର କି ଆଭୂଷଣ ପ୍ରସ୍ତୁତ ସେଇଟା ଭଲ ସଂକେତ। ସେଥିପାଇଁ ପୂଜାରୀ ଯେତେବେଳେ ଶୃଙ୍ଗାର କରି ଆଭୂଷଣ ଗୁଡ଼ାକୁ ଠିକ୍ ସେ ବେଳେବେଳେ ମାନେ ସମୟର ଅଭାବ ବେଳେବେଳେ ଏମିତି ଭୁଲ ହୁଏ, କିନ୍ତୁ ସେଇଟା ସବୁଦିନ ହେବା କଥା। ତେଣୁ ସେ କହୁଛନ୍ତି ମୁଁ ହେଉଛି ଜ୍ଞାନୀମାନଙ୍କ ଜୀବନର ଉଦ୍ଦେଶ୍ୟ, ଆଉ ସେମାନେ ମୋତେ ପ୍ରାପ୍ତି ନିମିତ୍ତ କ'ଣ କରିବା ଦରକାର? ସାଧନ କରିବା ଦରକାର। ଏଠି କହୁଛନ୍ତି ସ୍ୱାର୍ଥ ହେତୁ ସମ୍ଭବ। ଆମ ଜୀବନ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସ୍ୱାର୍ଥ ଦରକାର। ସ୍ୱାର୍ଥ ମାନେ ବେଳେବେଳେ ଆମେ ଆଧ୍ୟାତ୍ମିକ ଜୀବନକୁ ନ ଆସିଥାଉ, ଆମର ସ୍ୱାର୍ଥଟା ଭିନ୍ନ ପ୍ରକାର। ପ୍ରଭୁପାଦ ତାଙ୍କର ପ୍ରଚାର ଆରମ୍ଭ କଲେ। କିଏ ଭାବନ୍ତି ଆମେ ଆମେରିକାର, କିଏ ଭାବନ୍ତି ଭାରତୀୟ, କିଏ ଭାବନ୍ତି ଆମେ ଓଡ଼ିଶା। ତା ଭିତରେ ଯେ ଜାତି ବର୍ଣ୍ଣର ଲୋକ ମନ୍ଦିର ପରିଚୟ ଦେଲେ ଏବଂ ସେଇ ଅନୁସାରେ ଜୀବନ ସେ ଭାବେ କିଛି ଧନ ରୋଜଗାର କରି ପରିବାର ପୋଷଣ କରି ରୋଷେଇ ସେଠି ବିଭିନ୍ନ ଭିନ୍ନ ଭାବନା, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ତାଙ୍କର ଜଣେ ଆଧ୍ୟାତ୍ମିକ ଜୀବନକୁ ଆସେ ସେ ଜାଣିପାରେ ଭଗବାନ ପାଇଯିବା ଦରକାର। ତେଣୁ ସ୍ୱାର୍ଥ କ'ଣ ନା ଏକମାତ୍ର ଭଗବତ ଭଗବାନଙ୍କୁ କେମିତି ପାଇଯିବା। ଆଚ୍ଛା ଭଗବାନଙ୍କୁ ପାଇଯିବା ମାନେ ଆମେ କେମିତି ବୁଝିବା? ଯଦି ମୁଁ ଆପଣଙ୍କୁ ପାଇବି ମୋ ପାଖରେ ଆପଣ ବସିଛନ୍ତି, ମୁଁ ଆପଣଙ୍କ ସହିତ ଭାବର ଆଦାନ ପ୍ରଦାନ କରିବି, ଆପଣଙ୍କୁ କିଛି ବସ୍ତୁ ବି ଦେଇପାରିବି, ଆପଣଙ୍କୁ କିଛି ମାଗିବି, ସେମିତି ଭଗବାନଙ୍କୁ ପ୍ରାପ୍ତି। ଭଗବାନଙ୍କୁ ଯଦି ଆମେ ଏଇ ପାଇଯିବୁ, ଆଚ୍ଛା ପାଇବା ପୂର୍ବରୁ କ'ଣ ମୁଁ ଆପଣଙ୍କୁ ପାଇବା ପୂର୍ବରୁ କ'ଣ ହେଇଥିଲା? ମୁଁ ତୁମ ସହିତ ମିଶିବା ପୂର୍ବରୁ କ'ଣ ହେଇଥିଲା? ବସିଲେ ଆଇଡ଼ିଆଲି ବସିଲେ କ'ଣ ଭାଗବତ କ୍ଲାସ୍ ମୁଁ ଶୋଇବା ପାଇଁ ମନଟା ମୁଁ ଆପଣଙ୍କ ସହିତ ପାଇବା ପାଇଁ ଜାଣିଥିଲି ସ୍ୱରୂପାଚାର୍ଯ୍ୟଙ୍କର ଭଲ ଭାବ। ସେ ଆମ ଓଡ଼ିଶାରେ ବହୁତ ସୁନ୍ଦର କୀର୍ତ୍ତନ। ପ୍ରଥମେ କ'ଣ ହେଲା ତାଙ୍କ ବିଷୟରେ ଶୁଣିଲି ନାହିଁ, ତାପରେ ଦିନେ ଧୀରେ ଧୀରେ ସେ କ'ଣ ମନ୍ଦିର କୀର୍ତ୍ତନ ଦିନେ ଆସିଲେ ଦେଖିଲେ ଆସିছে ଏଇ ସ୍ୱରୂପାଚାର୍ଯ୍ୟ ତାଙ୍କ ବିଷୟରେ ତାପରେ ହରେ କୃଷ୍ଣ ସେଇ ହରେ କୃଷ୍ଣ ପ୍ରଭୁ ଆପଣ କେମିତି ପଚାରି କଥାବାର୍ତ୍ତା ତାପରେ ଆଦାନ ତାପରେ ଦିନେ ଆସି ଆମ ମନ୍ଦିର ରହି ତାପରେ ଆମ କାଗଜଟା ଜାଣିଲୁ ସେ କେମିତି ଆମେ କ'ଣ ଭଲ ସବୁ ସେ ଭଗବାନଙ୍କ ସେ ପ୍ରଥମେ ଆମେ କ'ଣ କରିବା ଦରକାର? ତାଙ୍କ ଜୀବନ ଜାଣିକି ସେ ଦରକାର ଆମେ ପାଇବାର ଅଛି। ପାଇବା ପରେ କ'ଣ ତାଙ୍କ ବିଷୟରେ ଶୁଣିବାର ଅଛି। ଆଉ ଶୁଣିକି କ'ଣ ଯେତେବେଳେ ଜାଣିବା ଯେ ସେ କେତେ କରୁଣାମୟ ତାଙ୍କୁ ଭଜନ କରିବାର ଅଛି। ଆଉ ଏଇ ଭଜନ ମାଧ୍ୟମରେ କ'ଣ କରିବେ? ଯେମିତି ପ୍ରଭୁଙ୍କ ସହିତ ଦିନେ ଦେଖା ସେ କୀର୍ତ୍ତନ କରିବାକୁ ଆସିଲେ ପଚାରେ ହରେ କୃଷ୍ଣ ସେ କହିଲେ ହରେ ସେ ଯେତେବେଳେ ଭଜନ କରିବେ ଭଗବାନ କ'ଣ କରିବେ? ଭଜନର ଶୁଦ୍ଧ ଭଜନ କଲେ କ'ଣ ଅନ୍ତଃକରଣ ଶୁଦ୍ଧ ଶୁଦ୍ଧରୁ ଭଗବାନ କ'ଣ କରିବେ? ଭାବର ଆଦାନ ପ୍ରଦାନ। ଦେଖୁନ ଅନେକ ସମୟରେ ଆପଣ ଭାବିଥିବେ କିଛି ଗୋଟେ ଶୃଙ୍ଗାର କରିବା ପାଇଁ ବେଳେବେଳେ ମନ୍ଦିରକୁ ଆସିଲା ବେଳେ ସେ ଜିନିଷଟା ପିନ୍ଧିବାକୁ ଜମା ଇଚ୍ଛା ହୁଏ, ଆଉ ଗୋଟେ ଜିନିଷ ପିନ୍ଧିବାକୁ ଇଚ୍ଛା ହୁଏ। ଭଗବାନ କ'ଣ ବେଳେବେଳେ ଭକ୍ତ ହୃଦୟରେ ପ୍ରେରଣ ମୋର ଏଇଟା ଦରକାର ସୁନ୍ଦର ଧାରଣ କହୁଛି ଆମ ବୃନ୍ଦାବନରେ ସବୁ ବୃନ୍ଦାବନ ଯାଇଛନ୍ତି ସମସ୍ତ ପ୍ରାୟ ବୃନ୍ଦାବନ ରାସଲୀଳା ହୁଏ ଛୋଟ ଛୋଟ ବ୍ରାହ୍ମଣ ବାଳକଙ୍କ ଦ୍ୱାରା ପିଲାଙ୍କ ଦ୍ୱାରା ରାସଲୀଳା ଅନେକ ଲୋକମାନେ ଭାବନ୍ତି ଏଇଟା ଗୋଟେ ଯେମିତି ଆମର ଡ୍ରାମା ହେଉଛି ଅପେରା ହେଉଛି ଯାତ୍ରା ଏଇଟା ଗୋଟେ ସେଇଭଳି ଜିନିଷ, କିନ୍ତୁ କିଛି ବାସ୍ତବିକ ସତ୍ୟତା ନୁହେଁ। ଛୋଟ ପିଲାଙ୍କୁ ଭଗବାନ କରିଦିଆଯାଇଛି ସେଇଟା ଗୋଟେ ଭଜନର ବଡ଼ ଆରାଧନା ଅନେକ ସମ୍ପ୍ରଦାୟରେ ସେଟାକୁ ମାନେ ଭଗବତ ପ୍ରାପ୍ତିର ସେଇଟା ଗୋଟେ ସାଧନ। ତେଣୁ ଜଣେ ସଂଶୟ ପ୍ରକୃତରେ ଭଗବାନ ଛୋଟ ପିଲା ଇଏ ତାକୁ ତା ଡାଇରେକ୍ଟ ବୁଝେ ଏମିତି ବଂଶଟା ସେମିତି କରୁଛି ଇଏ କିନ୍ତୁ ଭଗବାନ ଆପଣ କ'ଣ ଯେମିତି କରିବେ ଭଗବାନ ସେମିତି କରିବେ ଭକ୍ତ ଠାକୁର ଯେମିତି ହେଇଯାଉଛି। ଜଣେ ସନ୍ଦେହ କଲେ ଆମର ଯେଉଁ ଭଗବାନଙ୍କ ସେବା ହେଉଛି ଆମର ଗୌଡ଼ୀୟ ପରମ୍ପରା ଧ୍ୟାନଚାନ୍ଦ ଗୋସ୍ୱାମୀ ଅଛନ୍ତି ଆଚାର୍ଯ୍ୟ ଗମ୍ଭୀରା ଯେଉଁ ପରମ୍ପରାରେ ଅପରେଶ୍ୱର ତେବେ ସେ ଗୋଟେ ଗ୍ରନ୍ଥ ରଚନା କରୁଛନ୍ତି ଶାସ୍ତ୍ରୀୟ ଆଧାର ଭଗବାନଙ୍କୁ କେମିତି ସେବା କରାଯାଏ। କେଉଁ ଦିନ କେଉଁ ବସ୍ତ୍ର ଆଜି ବୁଧବାର ଗ୍ରୀନ୍ କଲର୍ ସବୁଜ ବର୍ଣ୍ଣର ବସ୍ତ୍ର ପିନ୍ଧୁଛନ୍ତି, ମଙ୍ଗଳବାର ରକ୍ତବର୍ଣ୍ଣର ବସ୍ତ୍ର ପିନ୍ଧୁ ତାର ସବୁ ନିୟମ ଏମିତି ଯେଉଁ ମୋର ଯାହା ଇଚ୍ଛା ଆମେ ପିନ୍ଧେది ହଁ ଠିକ୍ ଉତ୍ସବ ଅଛି ଉତ୍ସବରେ ଭଗବାନଙ୍କୁ ଯାହା ବି ପିନ୍ଧା ଯାଇପାରେ ଭଲ ବସ୍ତ୍ର, କିନ୍ତୁ ମାନେ ଦିନ ଅନୁସାରେ ବାର ଅନୁସାରେ ତିଥି ଅନୁସାରେ ପୂର୍ଣ୍ଣିମା ଦିନ ଭଗବାନ କଳା ଅମାବାସ୍ୟା ଦିନ ଭଗବାନ କଳା ଏଇଭଳି ସବୁ ବିଧାନ। ତେଣୁ ଦିନର ଘଟଣା ଗୁରୁବାର ଅଛି ଗୁରୁବାର ଭଗବାନ କ'ଣ ପିନ୍ଧିବେ? ପିତ୍ତ ବସ୍ତ୍ର ପିନ୍ଧିବେ ହଳଦିଆ ସେ କହିଲେ କି ପ୍ରକୃତରେ ଭଗବାନ ସେ ସବୁଜ ବର୍ଣ୍ଣର ବସ୍ତ୍ର ପିନ୍ଧିକି ଆସୁ ତେଣୁ ସେ ଆସି ବସିଛନ୍ତି ସେ ଠାକୁରଙ୍କୁ ଶୃଙ୍ଗାର ଯେଉଁ ଲୀଳା ପୁରୁଷ ଶୃଙ୍ଗାର ଛୋଟ
ଥରେ ଶୃଙ୍ଗାର କରି ମନ୍ଦିର କଲୁ। ଆଉ ଥରେ ଶୃଙ୍ଗାର କରିବା ମିନିମମ୍ ତ 45 ମିନିଟ୍ ଲାଗିବ। 2-3 ଜଣ ବି ପ୍ରସାଦ ମୁକୁଟ ବି କର 45 ମିନିଟ୍ ଲାଗିବ କି ଠାକୁର ପୁଣି ଲୁଗା କାଢ଼ି ପୁଣି ତାକୁ ପୋଛାପୋଛି କରି। ତେଣୁ ସିଏ ଯାଇକି ଡାଇରେକ୍ଟର ସେ ବାହାରେ ପଚାର କହିଲେ ଆଜ୍ଞା କିଏ ଭକ୍ତ ଚାହୁଁଛନ୍ତି ଭଗବାନ ଯେ ସବୁଜ ବସ୍ତ୍ର ପିନ୍ଧିବେ କି ବସ୍ତୁ ନେଇ ଲୋକ ଛୋଟ କହିଲେ ଆଜ୍ଞା ମୁଁ ତାକୁ ପ୍ରଜ୍ଞା କହୁନାହାନ୍ତି କହିଲେ ଲାଜ ଲାଗେ ପରିଚୟ ବି ଦେଉନାହାନ୍ତି କଥାଟା ବି କ'ଣ ଜାଣିବା ଦରକାର। ହଠାତ୍ କିଛି ନ ଜାଣି ଆଜ୍ଞା ମୁଁ ଯଦି କହିଦେବ ତାପରେ କ'ଣ ଅସୁବିଧା ହେବ ସେ କିଛି କହୁନାହାନ୍ତି। ସେ ବସିଲେ ଆଜ୍ଞା ଆପଣ ଯିଏ ଭକ୍ତ ଚାହୁଁଛନ୍ତି ସବୁଜ ବର୍ଣ୍ଣର ବସ୍ତ୍ର ଭଗବାନ ପିନ୍ଧିବେ ମୁଁ ତାଙ୍କୁ ପ୍ରଣାମ କରୁଛି। ଦେଖନ୍ତୁ ଆଜ୍ଞା ଭଗବାନଙ୍କୁ ଅଲରେଡ଼ି ହଳଦିଆ ବସ୍ତ୍ର ପିନ୍ଧେଇ ଦେଇଛୁ ଆଉ ଠାକୁର ଆପଣଙ୍କ ପାଇଁ କାନ୍ଦୁଛନ୍ତି ଆପଣ କୁହନ୍ତୁ ପ୍ରଭୁ ଆପଣ ସେଇ ହଳଦିଆ ବସ୍ତ୍ରରେ ଆସନ୍ତୁ ତାହେଲେ ଯାଇ ଠାକୁର ଆସିଲେ ମୁଁ ଜମା ଆସୁନାହାନ୍ତି ଆଉ ସିଏ ଛୋଟ ପିଲାଙ୍କୁ ତାଙ୍କୁ ଭାବନ୍ତୁ ସେ ସ୍ୱୟଂ ପ୍ରଭୁ। ତେଣୁ ଇଏ ଗଲେ ତାଙ୍କ ଚରଣରେ ପ୍ରଣାମ କଲେ ସେଇ ଦିନଠୁ କେବେ ହେଲେ ସେଥିଲାଗି ବୁଝିପାରୁନି ପ୍ରତ୍ୟେକ ଏଇଠି ଭଗବାନ ଅଛନ୍ତି ସବୁବେଳେ ଭାବି ଏଇ ରାମ ଯେ ମୋତେ ଉଦ୍ଧାର କରିବା ଏଇ ପ୍ରଭୁ ମୋତେ ଉଦ୍ଧାର କରିବା ପାଇଁ ଏଠି ପ୍ରକଟ ହେଇଛି। ତେଣୁ ମୋର କଥା ସ୍ୱାର୍ଥ ଏକୃଷ୍ଟ ସମ୍ବନ୍ଧ ସ୍ୱାର୍ଥ ମାନେ ଆମେ ଭାବୁଛେ ଆଜି କେମିତି କ୍ଲାସ୍ ସରିଲା ପରେ ଯାହା ଭଲ ସଚେତ ମହିଳାରେ ସମସ୍ତଙ୍କର ଇଚ୍ଛା କାହାର ମୋତେ ବହୁତ ଭଲ ଲାଗୁଛି ଆମର ଇଚ୍ଛା ଅନୁସାରେ ଏଇଟା ହେଉଛି ମୋର ଆଖି ସ୍ୱାର୍ଥ କିନ୍ତୁ ପ୍ରକୃତିର ସ୍ୱାର୍ଥ କ'ଣ ପ୍ରତିଦିନ ଜଣେ ସାଧକତାର ମନକୁ ଦେଖିବା ଦରକାର ଯେ ମୋର ବୟସ ହେଇଗଲା ଏଇଟା ଛାଡ଼ିଦେବା ଦରକାର। ପ୍ରକୃତରେ ବିଦ୍ୱାନ ଯେ ଏବେ ବହୁତ ସୁନ୍ଦର ୟୁଟ୍ୟୁବରେ ଭାଇରାଲ ଭିଡ଼ିଓ ପରମପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜ ଏବଂ ପରମପୂଜ୍ୟ ଶ୍ରୀ ରାଧାକୃଷ୍ଣ ଗୁରୁଦେବ ଏମାନଙ୍କ ଗୋଟେ ବାର୍ତ୍ତାଳାପ ଆସିଛି। ପରମପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜ ତାଙ୍କ ମିଶିବାକୁ ଯାଇଛନ୍ତି ଦେଖା କରିବାକୁ ଯାଇଛନ୍ତି ଏବଂ ପରମପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜ ଶ୍ରୀ ରାଧାକୃଷ୍ଣ ଗୁରୁଦେବ ବହୁତ ଭଲ ପାଆନ୍ତି। ଶ୍ରୀ ରାଧାକୃଷ୍ଣ ଗୁରୁଦେବ ଜୀବନରେ ଯାହା କିଛି ପ୍ରାପ୍ତ କରିଛନ୍ତି ଈଶ୍ୱର ସବୁଥିରେ ଲୋକନାଥ ସ୍ୱାମୀ ମହାରାଜଙ୍କୁ ସାହାଯ୍ୟ କରୁଛନ୍ତି। ଯଦିଓ ସେ ବଡ଼ ଲୋକନାଥ ସ୍ୱାମୀ ମହାରାଜ ବଡ଼ କିନ୍ତୁ ସେ ସବୁବେଳେ କହୁଛି ମହାରାଜ ବ୍ୟାସାଚାର୍ଯ୍ୟ ଆଗକୁ ଆସୁଛନ୍ତି। ଥରେ ମଥୁରାରେ ଯେଉଁ ଜନ୍ମଭୂମି ଅଛି ସେଠି ଗୋଟେ ପ୍ରୋଗ୍ରାମ କରାଯାଇଥିଲା କଥାର ଆୟୋଜନ କରାଯାଇଥିଲା ଏବଂ ସେଠି ଇସ୍କନର ଭକ୍ତମାନଙ୍କୁ ସୁଯୋଗ ଦିଆଯାଇଥିଲା କରିବା ପାଇଁ। ତେଣୁ ଇସ୍କନ ପ୍ରାୟ ବିଦେଶୀ ଲୋକ ଅଡ଼ିଏନ୍ସ ହେଉଛନ୍ତି ବ୍ରଜବାସୀ ସେ ଇଂଲିଶ ବୁଝିପାରିବେ। ତେଣୁ ପ୍ରଥମେ ଯେଉଁ 2-3 ଜଣ 4-5 ଜଣଙ୍କ ଶାସନ କଲେ ସବୁ ଇଂଲିଶରେ କହିଲେ ବୁଝିପାରୁନାହାନ୍ତି। ତାପରେ ମହାରାଜଙ୍କର ଟପ୍ ଆସ ରାଧାକାନ୍ତ ସେତେବେଳେ ସେ ପ୍ରଭୁ ଥିଲେ ସନ୍ନ୍ୟାସୀ ଥିଲେ। ତେଣୁ ତାଙ୍କୁ 2 ମିନିଟ୍ ଇସ୍କନ 2 ମିନିଟ୍ ମାନେ ଆମର ଏଠି ଯେଉଁ ହେଉଛି ପ୍ରୋଗ୍ରାମ ଆମେ ଟ୍ରେଣ୍ଡ ସେଥିରେ ଆମେ କ'ଣ କରୁଛୁ ଅଧିକା ସମୟ କହିଚାଲୁଛୁ। ଇସ୍କନରେ 2 ମିନିଟ୍ ମାନେ 1 ମିନିଟ୍ 59 ସେକେଣ୍ଡ ବେଳକୁ ତୁମର ହରିବୋଲ କହିବେ ତେଣୁ 2 ମିନିଟ୍ ବେଳକୁ ଆମର ଚାକୁ ଦେଖି ମାୟାପୁର ଯେତେବେଳେ ଯେଉଁ କୀର୍ତ୍ତନ ହେଉଥିବ 30 ମିନିଟ୍ ସ୍ଲଟ୍ ପଡ଼େ ଆଉ ପୁରା ୱାର୍ଲଡର ସବୁଠୁ ଭଲ ସିଙ୍ଗର ମାନେ କ'ଣ ଆଇଲେ ମାନେ ତାଙ୍କର ସମସ୍ତେ ଭଲ ଗାୟକ ସେଠି କିଏ ଗୋଟେ ଅର୍ଡ଼ିନାରୀ ଗାୟକ ଡକାୟତ ବେଷ୍ଟ ପୁରା ଠିକ୍ 25 ମିନିଟ୍ 59 ସେକେଣ୍ଡ ବେଳକୁ ସେ ମାନେ ତାର କୀର୍ତ୍ତନ ସ୍ଲୋ ଆମର ଏଠି କୀର୍ତ୍ତନ ଫାଷ୍ଟରେ ବନ୍ଦ ହେଉଛି କୀର୍ତ୍ତନ ସ୍ଲୋରେ ବନ୍ଦ ପୁରା ତାପରେ ସେ ଆଉ ଯେ ନେକ୍ସଟ ଗାୟକ ସେ ଆସିଲା ପଛରେ ବସି ପଡ଼ିବ ତାର ଟିମ୍ ସହିତ ସେ ବସି ପଡ଼ିବ ଇଏ ଯିବ ସେ ଏତେ ସିଷ୍ଟମ। ତେଣୁ 2 ମିନିଟ୍ ସମୟ ଲୋକ ବୋର ହେଉଛନ୍ତି ମହାରାଜ ଯେତେବେଳେ ଗଲେ ମହାରାଜଙ୍କର ପ୍ରଥମ ବାକ୍ୟରେ ଲୋକ ସବୁ ତାଳି ତେଣୁ ଲୋକନାଥ ସ୍ୱାମୀ ମହାରାଜ MC କଲେ ଯିଏ କଣ୍ଡକ୍ଟ କରନ୍ତି ତାପରେ କିଏ କହିବେ ତାଙ୍କୁ କହିଲେ ଯେ ମହାରାଜକୁ ବନ୍ଦ କର ତାଙ୍କୁ କୁହ ମୋ 2 ମିନିଟ୍ଟା ସେ ମୁଁ କହିବି ଏତେ ସୁନ୍ଦର କହିଲେ। ତାପରେ ଯେତେ ଜଣ ସିରିଏଲ୍ ଥିଲେ 12 ଜଣ ସେମାନେ କହିଲେ ଆମେ କହିଲେ ଟୋଟାଲ ମହାରାଜକୁ ଦେଇଥିଲେ ସେ କହିବା ଏଇଭଳି ତାଙ୍କର ମାନେ କହିବାର ଉଦ୍ଦେଶ୍ୟ ଥିଲା ଜୀବନର ଲକ୍ଷ୍ୟ ପ୍ରାପ୍ତିର ସାଧନ ପ୍ରତିଦିନ ଆମେ ଦେଖିବା ଦରକାର ଯେ ମୋ ମନ ଭଗବାନଙ୍କ ଆଡ଼କୁ କେତେ ଯାଉଛି ମୁଁ କେତେ ଅଗ୍ରସର ହେଉଛି ମାନେ ଆଧ୍ୟାତ୍ମିକ ଜୀବନ। ଦେଖନ୍ତୁ ବିଦ୍ୱାନ ବ୍ୟକ୍ତି ସିଏ ଯିଏ କ'ଣ କରେ ନା ସମସ୍ୟା ଆସିବା ପୂର୍ବରୁ କ'ଣ କରେ ସମସ୍ୟାକୁ ତ୍ୟାଗ କରିଦିଏ। ଯେମିତି ଜଣେ ମାନେ ଜଣଙ୍କର ବୟସ ହେଲାଣି ତଥାପି ସେ ଯଦି ଅଧିକା ଭୋଜନ କରୁ ତାମାନେ କ'ଣ ସେ ନିଜେ ରୋଗାଗ୍ରସ୍ତ ହେବାକୁ ଚାହୁଁଛି। ମୁଁ ଲାଷ୍ଟ 2 ବର୍ଷ ହେଲା ମୋ ବଡ଼ି ଶରୀର ସିମ୍ପଟମ୍ ଦେଖାଉଛି ମୋତେ ଆଗରୁ ଉପବାସରେ ବହୁତ ଭଲ ଲାଗେ ଏବେ ମୁଁ ଉପବାସ ରହିପାରିଲିନି ସେପଟୁ ଭାବିଲି ଯେ ମୋର କ'ଣ ହେଲାଣି ନିଶ୍ଚିତ ଭାବରେ ମୋର ସିମ୍ପଟମ୍ ଦେଖେଇଲାଣି। ତେଣୁ ମୁଁ କ'ଣ କଲି ନା ଯେଉଁ ଜିନିଷ ଗୁଡ଼ାକ ଛାଡ଼ିବା ତାକୁ ଆଗ ଛାଡ଼ିଦେବି ଭଲ୍ୟୁଣ୍ଟାରିଲି ଛାଡ଼ିଦେବି ଆଉ ଛାଡ଼ିବ ମାନେ ଏମିତି ନୁହେଁ ଯେ ତାପରେ ଦେଖିଲେ ଖାଇଦେବ
ଆମର ଜଣେ ଗୁରୁ ଭାଇ ଅଛନ୍ତି, ଯେଉଁଦିନ ମୁଁ ନିର୍ଜଳା କରି ସେଦିନ ରାବିଡ଼ି କରିବି ଏକାଦଶୀ ଦିନ। କାଳେ ରାବିଡ଼ିକୁ ଦେଖିକି ଖାଇବ, ରାବିଡ଼ି କର କି ଆଉ କ'ଣ କର, ମାନେ ନିୟମ କଲ ମାନେ ଆଉ ସେ ଜିନିଷଟାକୁ ପୁରା ମାନେ ଅନ୍ତରୁ ଛାଡ଼ିଦେବା ଦରକାର। କେବେ ତାକୁ ଆଉ ଖାଇବ, ତାହେଲେ ତୁମେ ସୁଖ ପାଇବ। ଭକ୍ତମାନେ ସେ କ'ଣ କରି ଜାଣିଲା, ମୋର ଆମର ଗୁରୁଦେବ କ'ଣ କହିଲେ ଗୌରମୋହନପୁର ତୁମ 50 ବର୍ଷ ହେଇଗଲା, ତୁମକୁ 53 ବର୍ଷ ହେଇଗଲା, ତୁମ 3 ବର୍ଷ ଡିଲେ କରିସାରିଲ, ଆସ ଘରକୁ। ସେ ଏତେ ଭଦ୍ର ଲୋକ, ବହୁତ ସଚ୍ଚୋଟ ଲୋକ, ସେ ଗୁରୁଦେବଙ୍କୁ କହିଲେ ଆଜ୍ଞା ମୋତେ 3 ମାସ ଆଉ 3 ମାସ ଟାଇମ୍ ଦିଅନ୍ତୁ। 3 ବର୍ଷ ମୁଁ ଡେରି କରିଛି, ମୋତେ ଆଉ 3 ମାସ ଟାଇମ୍ ଦିଅନ୍ତୁ। ମୋର ଆଜ୍ଞା ଟିକେ ବଡ଼ ପରିବାର, ମୁଁ ମାନେ ଛାଡ଼ିକି ଆସିବି ତ, ସମସ୍ତଙ୍କୁ ମୁଁ କ'ଣ କରେ ଥଇଥାନ କରିକି ଆସିବି। 3 ମାସ ଭିତରେ ସେ ଛାଡ଼ିଦେବ। ସେଇଥିପାଇଁ ଦେଖନ୍ତୁ ତାର ଗତିଟା କେମିତି ହେବ। ବ୍ୟକ୍ତିକୁ ନିଶ୍ଚିତ ନିଜର ସୁଖର ଇଏକୁ ଛାଡ଼ିଦେବା ଦରକାର ବଲୁନଟା, ନହେଲେ ତୁମକୁ କ'ଣ ଜଗତ ଭାରି କଷ୍ଟ ଦେଇକି ଛାଡ଼ିବେ। ହଁ, ତୁମେ ଆସକ୍ତିକୁ ଛାଡ଼ିପାରିବ। ଅନେକ ଲୋକ ଦେଖେ, ଅନେକ ସମୟ ପ୍ରସାଦ ହେଲେ ଦେଖେ। ଏବେ ଯାଇଥିଲି, ଆମେ ବସିଛୁ ସବୁ ସାଧକମାନେ ବସିଛୁ, ଭଲ ଭକ୍ତଙ୍କ ପାଖରେ ବସେ। ମୋର ଇଚ୍ଛା ହେଉଛି ସେ ଚିଲି ପନିର ହେଇଛି, ମୋର ଇଚ୍ଛା ହେଉଛି ଖାଇବାକୁ। ମୋ ପାଖରେ ଯେଉଁମାନେ ଭକ୍ତ ସେ ନେଉନାହାନ୍ତି, ଆଉ ମୁଁ ସେଠି କେମିତି କହିବି ଯେ ମୋତେ, ମୋର ହୃଦୟ କଥା ବି ଆଶାସନ, ମୋର କେମିତି କହିବି ଯେ ମୁଁ ଖାଇବି। ତାପରେ ସେଠୁ ଯଦି ଖାଇଲି, ଅଳ୍ପ ଖାଇଲି, ଦେଖି ମୋତେ ପେଟ ପୁରିଗଲା, ଠିକ୍ କିଛି କ୍ଷୁଧା ହେଲାନି। ସେଇଠୁ ଅନୁଭବ କଲେ ଆଚ୍ଛା ସେଇଥିପାଇଁ ଏମାନେ ସଂଯତ, ଏମାନେ ଖାଉନାହାନ୍ତି, ଆମେ ଖାଇବା କଥା। ତାପରେ ସେଇଠି ଆଗକୁ ଦେଖିଲି ଜଣେ ନେଇ ଚାଲିଛି, ସେ 3 ଟୁଙ୍ଗି ନେଲା ପରେ ଆଉ ଜଣେ ନେଉଛି, କାହିଁକିନା ସେ ଅସଂଯତ। ଆଉ ଯଦିବା ସେ ଅସଂଯତ, ସେ ସିନା ଭଲ ଭକ୍ତଙ୍କ ପାଖରେ ବସିଲେ ତାକୁ ଲଜ୍ଜା ଲାଗିଥାନ୍ତା ଯେ ମୁଁ ଖାଇବିନି। ସେ ଯଦି ଦୂରରେ ବସିଲା, ଆମେ ଯଦି ଏକୁଟିଆ ରହିବା, ଆମେ କିଛି ବି କରିଯିବା ଜୀବନ। ସେଥିଲାଗି ଆମ ସହିତ ଅନ୍ୟାୟ ହେଉ କି ନ୍ୟାୟ ହେଉ, ଆମେ ଭକ୍ତ ସଙ୍ଗରେ ରହିବା। ଭକ୍ତ ସଙ୍ଗରେ ରହିଲେ କ'ଣ ହେବ, ତୁମେ କେବେ ହେଲେ ମଙ୍ଗଳ ଆରତୀ ଆବସେଣ୍ଟ ରହିପାରିବ। ଇଚ୍ଛା ଥାଉ କି ନଥାଉ, ଉଠିବ 2 ଦିନ ନ ଉଠିଲେ ଜାଣି ସାନ ପିଲା ଆସିବ, ପ୍ରଭୁ ଆଜି କାହିଁ ଉଠିଲେନି, ଭାରି ଖରାପ ଲାଗିବ ସେଠି। ସେଥିଲାଗି ପ୍ରଭୁପାଦ ଆମକୁ ଏତେ ସୁନ୍ଦର ବ୍ୟବସ୍ଥା ଦେଇଛି, ଆମେ ନିଜେ ସତର୍କ ହେଇଯିବା ଦରକାର। ତେବେ ଏଇଠି କହୁଛନ୍ତି ଯେ ଦେଖନ୍ତୁ ଶ୍ଲୋକର ପ୍ରଥମ ଚରଣର ଅର୍ଥ କ'ଣ। ଏଠି କହୁଛନ୍ତି ଯେଉଁମାନେ ଜ୍ଞାନୀ ସେମାନେ ମୋତେ ଜୀବନର ଇଷ୍ଟ ବୋଲି ଭାବନ୍ତି। ଆଉ ଇଷ୍ଟ ବୋଲି ଭାବି କ'ଣ କରନ୍ତି, ମୋତେ ହିଁ ତାଙ୍କ ଜୀବନର ସ୍ୱାର୍ଥ କରିଦିଅନ୍ତି, କୃଷ୍ଣଙ୍କୁ ପାଇବା ଦରକାର। ତାପରେ କହୁଛନ୍ତି ଆଚ୍ଛା ଏଇଟା ସିନା ତାଙ୍କର ଇଚ୍ଛା ହେଇଯାଏ, କିନ୍ତୁ ସେମାନେ ଆଗରୁ କ'ଣ କରୁଥିଲେ, ଆଗରୁ କ'ଣ ଯେମିତି ଆମେ ଆସିଲେ ସମସ୍ତେ ଭାବୁଥିଲେ କିନ୍ତୁ ଲାଇଫ୍ଟା ଏନ୍ଜୟ କରିବା, ଭଲ ଚାକିରି କରି, ଏଇଟା ସମସ୍ତଙ୍କର ପିଲାଦିନ ହିଁ ଭାବନା ଥାଏ। ଆଉ ଯେଉଁମାନେ ଟିକେ ଜ୍ଞାନୀ ଲୋକ ସମାଜରେ, ସେମାନେ କହନ୍ତି ମୁଁ ସ୍ୱର୍ଗ ପାଇବି। ଆମର ଲେଖାଯାଉନି କି ମରିଗଲା ପରେ ସ୍ୱର୍ଗ ପ୍ରାପ୍ତ, ଲେଖିବା ବି ଦରକାର ଯେ ସ୍ୱର୍ଗ ପ୍ରାପ୍ତ। କିନ୍ତୁ କିଏ କୁଆଡ଼େ ଯାଉଛି ତାର କିଛି ଠିକଣା ନାହିଁ। ଆଜି ପର୍ଯ୍ୟନ୍ତ ଯିଏ ଯାଇଛି ସେ କ'ଣ ଫେରିକି ଆପଣଙ୍କ ପୂର୍ବପୁରୁଷ କିଏ କହିଲେ ନାହିଁ କି ଆମେ ଯାଇଛି ଏଠି, କେହି ବି କହୁନାହାନ୍ତି। ଲେଖିବା ଦରକାର। କିନ୍ତୁ ଭାଗବତର 5ମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ଯାହାର ঈର୍ଷା ଅଛି, ଆପଣ ନିଜେ ନିଜକୁ ଦେଖନ୍ତୁ ଆପଣଙ୍କ କେତେ ঈର୍ଷା ଅଛି। ପର ଉତ୍କର୍ଷ ଅସହନ୍ୟମ ଇତି, ମାନେ ମାଶ୍ଚର୍ଯ୍ୟ, ଅନ୍ୟର ଉନ୍ନତିକୁ ଦେଖି ନ ସହିପାରିବାଟାକୁ ମାଶ୍ଚର୍ଯ୍ୟ କୁହାଯାଏ, ঈର୍ଷା। ଯାହାର ঈର୍ଷା ଅଛି ସେ ସ୍ୱର୍ଗ ଯାଇପାରିବ। ଆଉ ଗୋଟେ ବିଡ଼ମ୍ବନା କ'ଣ ଶୁଣିବେ, ସ୍ୱର୍ଗରେ ପ୍ରବଳ ঈର୍ଷା। ଯେମିତି ଗୋଟେ ଉଦାହରଣ ଦେବ, ସବୁବେଳେ ଆପଣମାନେ ହସିବେ, ସବୁବେଳେ ଏଇଟା କୁହେ ଆମେ ପ୍ରସାଦ ପାଇବାକୁ ଯିବା, ଧରନ୍ତୁ ମାନେ କୁପ୍ତା ସବ୍ଜି ହେଇଛି, କୁପ୍ତା ସବ୍ଜିଟା ବଢ଼ା ହେଇକି ଆସିଲା, ଗଲା ଆପଣଙ୍କ ଆଡ଼କୁ ସରିଗଲା, ତମେ ଖିଚୁଡ଼ି ଯା, ଆମେ ସମସ୍ତେ କୁପ୍ତା ରସଗୋଲା ସବୁ ଖାଉ, ତମେ ଖିଚୁଡ଼ି ଯା, ତମକୁ ଦିଆ ହେଲା କିଛି, ତୁମେ ଖାଇପାରିବ ନା, ଯେ ଭାରତ ସରକାର କ'ଣ ଇଡି ବଦମାସ କେତିକି ଲୋକଙ୍କ ପ୍ଲେଟ୍ରେ ବାଢ଼ି ମୋ ପ୍ଲେଟ୍ ଆଉ ଖାଇବି। ସ୍ୱର୍ଗଟା ହେଉଛି ସେଇ, ମାନେ ସେଠି ସମସ୍ତେ ଥିବେ କିନ୍ତୁ ସମସ୍ତଙ୍କର ଫ୍ୟାସିଲିଟି ଗୁଡ଼ା ଆଉ କାହା କଥା କହିବା। ଭଗବାନ ରାମଦେବଙ୍କର ପିତା ଦଶରଥ ମହାରାଜ ପଠେଇଲେ ଗୋଟେ ଖବର ଦେଇ ପୁତ୍ର ରାମକୁ କହିଦିଅ ରାଜା ହରିଶ୍ଚନ୍ଦ୍ରଙ୍କ ସ୍ୱର୍ଗରେ ଯେଉଁ ଫ୍ୟାସିଲିଟି ମିଳୁଛି ମୋତେ ସେଇଟା ମିଳୁନି। ସେଥିଲାଗି ମୋର ପୁତ୍ରକୁ କହିବ ସେ ଅଶ୍ୱମେଧ ଯଜ୍ଞ କରିବ, ସେ ଯଜ୍ଞର ଫଳକୁ ମୋତେ ସମର୍ପିତ କଲେ ମୁଁ ସ୍ୱର୍ଗ ସେ ଫ୍ୟାସିଲିଟି ପାଇବି। ଏଇଟା କାହିଁକି କହିଲେ, ଭଗବାନଙ୍କର ପିତା ଯେ ଏଇଟା ବାଲ୍ମୀକି ରାମାୟଣ କାହିଁକି ଲେଖା, ଏଇଥିପାଇଁ ବର୍ଣ୍ଣନା କରା ଯେ ଆମେ ସମସ୍ତେ ସ୍ୱର୍ଗ ପାଇବା ପାଇଁ ଅଭିଳାଷ କରିବା ଦରକାର। ଆଉ ଯଦି ସ୍ୱର୍ଗରେ ଭଲରେ ରହିବାକୁ ଚାହୁଁଛୁ ତାହେଲେ ଆମେ କ'ଣ କରିବା ଦରକାର, ପୁଣ୍ୟ କାର୍ଯ୍ୟରେ ନିଯୁକ୍ତ। ଭଗବାନଙ୍କର ସେ ପିତା, ତାଙ୍କର କ'ଣ ଫ୍ୟାସିଲିଟି କ'ଣ, ସେ ସବୁ ଫ୍ୟାସିଲିଟି ତାଙ୍କର, କିନ୍ତୁ କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ତାଙ୍କ ନିଜ ଜନଙ୍କ ମାଧ୍ୟମରେ ଆମକୁ ଶିକ୍ଷାଟା ଦେଉଛନ୍ତି। ଏଠି କହୁଛନ୍ତି ଯେଉଁମାନେ ଜ୍ଞାନୀ ତାଙ୍କ ଜୀବନ ସହିତ ଲକ୍ଷ୍ୟ କ'ଣ କରିଥିଲେ, ସ୍ୱର୍ଗ ଅପବର୍ଗ, ସ୍ୱର୍ଗେଶ ଅପବର୍ଗେଶ ନାନ୍ୟତ, ସ୍ୱର୍ଗ ବା ଅପବର୍ଗ। ଅପବର୍ଗ ଶବ୍ଦର ଅର୍ଥାତ୍ କ'ଣ, ଏ ଜଗତରେ କ'ଣ କରିବି
କେମିତି ଜୀବନ ସୁଖରେ ରହେ। ସେଥିପାଇଁ ଲୋକମାନେ କ'ଣ କରନ୍ତି, ବହୁତ ପରିଶ୍ରମ କରନ୍ତି। କିଏ ଯେଉଁମାନେ ବିଶେଷ କରି ଯେଉଁମାନେ ଯେଉଁ କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛନ୍ତି, IAS ପାଇଁ ପ୍ରିପେୟାର ହେଉଛନ୍ତି, ତାପରେ ସେମାନେ କେମିତି ପଢ଼ନ୍ତି ଆପଣ ଦେଖିବେ। ମୁଁ ସେଇଭଳିଆ ଦେଖିଛନ୍ତି କତିପୟ ଭକ୍ତଙ୍କୁ ଦେଖିବାରେ ପଢ଼ନ୍ତି ବାସ୍ତବରେ ସ୍ୱାଧ୍ୟାୟ ଯେଉଁମାନେ IAS ପାଇଁ ପ୍ରିପେୟାର ହେଉଛନ୍ତି, କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଛନ୍ତି, କେବେ ବି କ୍ରିକେଟ୍ ମ୍ୟାଚ୍ ଦେଖିବେନି, କେବେ ବି ଗୋଟେ ପଇସା ଟଙ୍କାଟେ ବି ଖର୍ଚ୍ଚ କରିବେନି ସେମାନେ। ଯେତେବେଳେ ପଇସା ପାଇ କହିବେ ଆପଣ ସମୟର ପ୍ରତି ଏତିକି ସମୟ ମୁଁ ପଢ଼ିବି, ଏତିକି ସମୟ ମୁଁ ନ୍ୟୁଜ୍ ପେପର୍ ପଢ଼ିବି, ଏତିକି ସମୟ ଭିତରେ ମୁଁ ଖାଇବି, ଏତିକି ସମୟ ଶୋଇବି, ଏତିକି ସମୟ ଭିତରେ ଗାଧେଇବି, ପୁରା ତାଙ୍କ ଟାଇମ୍। ଆମର ସେଇଭଳିଆ ପିଲାଙ୍କ ସହିତ ରହିବା ବହୁତ ଭଲ। ଯେ ଜୀବନ ପାଇଁ ଯେ ଗମ୍ଭୀର ଭକ୍ତ ତା ସହିତ ରହିଲେ ଆମେ କ'ଣ, ଆମେ ଗମ୍ଭୀର ରହିବା, ତା ସହିତ ରହିଲେ ଆମେ ଗମ୍ଭୀର ରହିବା। ସେଥିପାଇଁ ପ୍ରଭୁପାଦ ସବୁବେଳେ କିନ୍ତୁ ଶୁଦ୍ଧ ଭକ୍ତଙ୍କୁ ଶୁଣ, କାହିଁକି ତମର ସେଇ ଜିନିଷଟା ପାଇଯିବା ପାଇଁ ଇଚ୍ଛା। ଏଇ ମାଘ ବ୍ୟାସ ପୂଜା ଆସୁଛି, ବ୍ୟାସ ପୂଜା ବେଳେ ସବୁ ଇଚ୍ଛା ହୁଏ ପଢ଼ିବା ପାଇଁ, କାରଣ ଚରିତ୍ର ଶୁଣିଲା ମାନେ ତୁମ ସ୍ୱାଧ୍ୟାୟ କରିବାକୁ ଇଚ୍ଛା, ଭଗବାନଙ୍କୁ ପାଇଯିବା ପାଇଁ ଇଚ୍ଛା ପାଇଁ ହେଇଯିବ। କାରଣ ସେମାନେ ସେଇଭଳି ବ୍ୟକ୍ତିତ୍ୱ। ଗୁରୁବାରଙ୍କ ପାଖକୁ ଗଲେ ତୁମେ ନମ୍ର ହେଇଯିବ, ସ୍ୱାଭାବିକ ନମ୍ର ହେଇଯିବ, କାରଣ ସେଇ ଗୁଣ ଗୁଡ଼ାକ ତାଙ୍କର ଭୂଷଣ। ତେଣୁ ଏଠି ସେ କହୁଛନ୍ତି ଯେଉଁମାନେ ସ୍ୱର୍ଗ ବା ଅପବର୍ଗ, ଏଠି ପ୍ରଭୁପାଦଙ୍କ ଶିଷ୍ୟମାନେ ଅପବର୍ଗର କଥା ବହୁତ କଥା ଲେଖିଛନ୍ତି। ଯେ ଜୀବନରେ କିଏ ଭାବୁଛନ୍ତି ବହୁତ ସୁନ୍ଦର ଦେଖାଯାଏ, ସେ ଜିମ୍ ଯାଇ କେତେ ପରିଶ୍ରମ କରୁଥିବ କହିଲେ, 12ଟା ପର୍ଯ୍ୟନ୍ତ ଲୋକ ଦେଖିବେ ଜିମ୍ରେ ଯାଇକି ଉଠଉଥିବେ, କାହିଁକିନା ସୁନ୍ଦର ଦିଶେ। ହଁ, ଏବଂ ଯେ ଧନୀ ସେ ରାତି ରାତି ଅନିଦ୍ରା ହେଇକି ବିଜନେସ୍ କରିବ। ଆପଣ ଯିବେ କଟକ ରାତିରେ ଦୋକାନ ଖୋଲା ଥାଏ ବସ୍ଷ୍ଟାଣ୍ଡ, କାହିଁକିନା ସେ ଧନ ରୋଜଗାର ଦରକାର, କିଛି ଆବଶ୍ୟକତା। କିନ୍ତୁ ଏସବୁ କରିକି ବି ଜୀବନରେ କେହି ଖୁସି ହେଇପାରନ୍ତି। ଆପଣ ଦେଖନ୍ତୁ କେତେ ବଡ଼ ବଡ଼ ଫିଲ୍ମ ଷ୍ଟାର, ସିଙ୍ଗର, ସେମାନେ ସବୁ କ'ଣ କହୁଛନ୍ତି ରାସ୍ତାରେ ଏଇଥିରେ କେବେ ଜଣେ ସୁଖୀ ହେଇପାରେ। ତେଣୁ ଯେତେବେଳେ ସେ ଜୀବନରେ ପ୍ରକୃତରେ ବୁଝିଯିବ ଯେ ହଁ ଏ ଜୀବନଟା କିଛି ନାହିଁ, ସେତେବେଳେ ସେ କ'ଣ କରିବ ନା ସବୁ ଆଶାକୁ ଛାଡ଼ିକି ମେ ଜ୍ଞାନ ନାଶ ବିପତ୍ତି, ସେତେବେଳେ ସେ ଜୀବନରେ ମୋତେ ହିଁ ଉଦ୍ଦେଶ୍ୟ କରିବ। ଦେଖନ୍ତୁ ଆମେ ଶୁଣିଲେ ଆମେ ଅନେକ କଥା ଶୁଣୁଛେ, ଆମମାନେ ସମସ୍ତେ ଭାଗବତ ସଭାରେ ବସିଛେ, ଆପଣ ଚିନ୍ତା କର ଆମେ କେତେ କ୍ଲାସ୍ ଶୁଣିଲେ, କେତେ ସାଧୁଗୁରୁଙ୍କୁ ଦର୍ଶନ କଲେ, ସବୁ କଥାଟା ବୁଝିପାରୁଛେ, ସବୁ କଥାଟା ଆଚରଣ କରିପାରୁଛେ। ତେଣୁ ଯେତେବେଳେ ଏଇଟା କାହିଁ କରିପାରୁନ ନା ହୃଦୟରେ ସାଧନାର ଅଭାବ ରହିଛି। ଯେତେବେଳେ ସାଧନା କରିବ ତାର ଅନ୍ତର ଯେତେବେଳେ ନିର୍ମଳ ହେଇଯିବ, ଯାହା ଶୁଣିବ ତାହା ସେ କ'ଣ କରିବ, ତତ୍କ୍ଷଣା ସେ ଧାରଣ କରିବ। ଦେଖନ୍ତୁ ଆମର ଜଣେ ମୁସଲମାନ ଭକ୍ତ ଥିଲେ, ତାଙ୍କ ନାଁ ରହିମ। ରହିମଙ୍କର ପଦ ବଡ଼ ପ୍ରସିଦ୍ଧ, ଦୋହା ଗୁଡ଼ାକ ବଡ଼ ପ୍ରସିଦ୍ଧ। ମୁସଲମାନ ଭକ୍ତ ଥିଲେ, ସେ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ଶିଷ୍ୟ ଥିଲେ। ଯେହେତୁ ମୁସଲମାନ ଥିଲେ, ତାଙ୍କର ଗୁରୁଙ୍କ ସହିତ ସେ ଜୀବନ କେବେ ଏକାଠି ବସିନାହାନ୍ତି ବା ବିଧିଗତ ଭାବରେ ଯେମିତି ବସିକି ଯଜ୍ଞ ମୂର୍ତ୍ତି ଦୀକ୍ଷା ନେଲେ, ସେମିତି ବି ସେ କେବେ ଦୀକ୍ଷା ନେଇନାହାନ୍ତି। ଇଏ ରହି ଜଣେ ପ୍ରେମୀ ଥିଲେ, ମୁସଲମାନ ଲୋକ ଥିଲେ ତ ଭଲ ପାଉଥିଲେ। ଆଉ ଭଲ ପାଇବା ମାନେ ଜଗତରେ ଭଲ ପାଇକି କିଏ ସୁଖୀ ହେଇପାରିছে ବା ଭଲ ପାଇବା ଜଗତରେ ଲକ୍ଷଣ କ'ଣ ଜାଣିଛନ୍ତି ନା? ମୁଁ ଯଦି ସ୍ୱରୂପାଚାର୍ଯ୍ୟଙ୍କୁ 100% ଭଲ ପାଇବି, ସ୍ୱରୂପାଚାର୍ଯ୍ୟ ମୋତେ କେବେ 100% ଭଲ ପାଇବେ, ସେ 99% ଭଲ ପାଇବେ। ଏଇଟା ହେଉଛି ଜଗତର ଲକ୍ଷଣ। ଆପଣ ଏଇଟା ଜଗତ ଆପଣଙ୍କ ତା ଆଗରେ ରହୁଥିବେ, ଆପଣ ଦେଖିବେ ଆପଣ ଜଣେ ଯେତେ ଭଲ ପାଆନ୍ତି କିନ୍ତୁ ରିଟର୍ନ କେବେ ସେତିକି ଆସେ, ସବୁବେଳେ କମ୍ ଆସେ, ସବୁବେଳେ କମ୍ ଆସେ। ଏଇଟା ଜଗତର। କିନ୍ତୁ ଆଧ୍ୟାତ୍ମିକ ଜଗତରେ କ'ଣ, ଆପଣ ଭଗବାନ ଯଦି 1% ଭଲ ପାଇବେ, ଭଗବାନ ଆପଣଙ୍କୁ 101% ଭଲ ପାଇବେ। ଆଧ୍ୟାତ୍ମ ଆଉ ଭୌତିକ ଭିତରେ ଏଇଟା ଯେ ତଫାତ, ବୁଝିପାରୁଛ? ସାଧୁ ଯେ ପ୍ରକୃତରେ ଶୁଦ୍ଧ ଭକ୍ତ, ପ୍ରଭୁପାଦ ଭାବନା ଥରେ କହେ ଗୋଟେ ଦୃଶ୍ୟ ଅଛି, ବର୍ଣ୍ଣନା ଥିଲେ ଦୃଶ୍ୟ ପ୍ରଭୁପାଦ ଭିତରେ। ପ୍ରଭୁପାଦ ତାଙ୍କର ଗୋଟେ ଏକୁଟିଆ ଥିଲେ, କମଳ କୃଷ୍ଣ ଗୋସ୍ୱାମୀ ପ୍ରସାଦ ନେଇକି ଗଲେ, ପ୍ରସାଦ ଦେଲେ, ଦେଖିଲେ ପ୍ରଭୁପାଦ କାନ୍ଦୁଛନ୍ତି, ଜୋରରେ କାନ୍ଦୁଛନ୍ତି। ତେଣୁ ମହାରାଜ ଭୟଭୀତ ହେଇଗଲେ, ପ୍ରଣାମ କଲେ, ପଚାରିଲେ ପ୍ରଭୁପାଦ ମୋ ବ୍ୟବହାର ତ୍ରୁଟି ହେଲା, ବେଳେବେଳେ ଜାଣିବେ ନା କେମିତି ବ୍ୟବହାର କରାଯାଏ। ବହୁତ ଭକ୍ତମାନେ ଆମ ପାଖକୁ ଆସନ୍ତି, ସେମାନେ କ'ଣ ତାଙ୍କୁ ଦିଆହେଇଥିବ ଆସନଟା ବସିବା ପାଇଁ, ଗଲା ପୂର୍ବରୁ କର୍ତ୍ତବ୍ୟ କ'ଣ, ଆସନଟା ରଖିଦେଇକି ଯିବା ଦରକାର। କାରଣ ସେ ଜଣେ ଗୁରୁଜନ, ଏଇଟା ହେଉଛି ଶିଷ୍ଟାଚାର। ଯେମିତି ଆମମାନେ ବି ବସିବେ, କାଲି ଦେଖି ଜପ କଲେ ଉଠିକି ପଳେଇ ତାର ମୁଁ ସେ ବରିଷ୍ଠ ଆମ ପ୍ରଧାନମାନ ଦେଖିଛି, ସେ ଗଲା ପରେ ସବୁ ଲାଇଟ୍ଟା ବନ୍ଦ କରି ଯିଏ ଏଇଟା ହେଉଛି ଶିଷ୍ଟାଚାର। ମୋତେ ରଣଦାନ ପ୍ରଭୁ କହିଲେ, ସେ କହିଲେ ଏବେ ରାସ୍ତାରେ କେବେ ଛେପ ପକାଏ, ସେଇଠୁ ଭାବିଲେ ଏଇଥିପାଇଁ ମାନେ ବ୍ୟାସାସନରେ ବସିଛନ୍ତି। ପ୍ରଭୁପାଦଙ୍କର ଆଜି ଦେଖିବେ ଶିକ୍ଷାଟା ଆସିଛି,
ନିର୍ମଳ ଚରିତ୍ର ଲୋକମାନେ ବ୍ୟାସାସନ ବସିବା ଦରକାର। ତାହେଲେ କ'ଣ ହେବ, ସମାଜରେ ବହୁତ ପ୍ରଭାବ ପଡ଼ିବ। ଦେଖନ୍ତୁ ଗୋଟିଏ କ'ଣ ଯେଉଁ ଦେଖିଲେ ପକେଇ ଦେଇଛି, ଯେଉଁ ଦେଖିଲେ ବିଦ୍ୟାର କାମ କରିଦେଉଛି, କିନ୍ତୁ ଯେ ପ୍ରକୃତରେ ମହତ୍ ମାନେ କ'ଣ, ତାର ଆଚରଣଟା ବହୁତ ଶ୍ରେଷ୍ଠ। ସେଇଟାର କଥା ତାର ବହୁତ କଷ୍ଟ ଗୁରୁମାନେ କେତେ କଷ୍ଟ ଦିଆଯାଏ, ମୋତେ ବହୁତ ଭଲ ଲାଗେ। ସେଇଥିପାଇଁ ପୂଜା କରାଯାଉଛି। ଆମର ଇସ୍କନରେ ପରମ ପୂଜ୍ୟ ଭକ୍ତିଚାରୀ ମହାରାଜ ଗୁରୁମାନେ ସେ ବୈଷ୍ଣବ ସଦାଚାର ଶିକ୍ଷା ଦେଲେ। ମୋତେ ମନେ ଭକ୍ତମାନେ ଆମର ଏଠି କହିଲେଣି ଯେ ଆମ ବୈଷ୍ଣବ ସଦାଚାର ଶିକ୍ଷା ଦେଲେ। ଆମେ କହିପାରିବେ ବୈଷ୍ଣବ ସଦାଚାର ଯେ କଥା କହିବା ମାନେ ଜାଣିଛନ୍ତି ନା କ'ଣ, ଯେ କଥା କହିବ ବକ୍ତା ଯେ ତାର ଜୀବନ ବୈରାଗ୍ୟଟା ପ୍ରଦାନ ଦିଅ। ମହାପ୍ରଭୁର ଭକ୍ତ ଯତ ବୈରାଗ୍ୟ ପ୍ରଧାନ। ଯଦି ବୈରାଗ୍ୟ ନଥାଏ ଜୀବନ, ସେ ଗୃହସ୍ଥ ବ୍ରହ୍ମଚାରୀ ବାନପ୍ରସ୍ଥ ସନ୍ନ୍ୟାସୀ, ଯଦି ବୈରାଗ୍ୟ ନାହିଁ ସେ ବସିପାରିବ, ଭକ୍ତି କରିପାରିବ। ତାର ଜୀବନ କିଛି ତ୍ୟାଗ ଥିବା ଦରକାର, ସେ ନିଜସ୍ୱ ସୁଖ କିଛି ଛାଡ଼ିଥିବା ଦରକାର, ସେ କଥା କହିପାରିବ ବା ତା କଥା ଗ୍ରହଣୀୟ ସମାଜ। ତେଣୁ କହିଲେ ଆପଣ ବୈଷ୍ଣବ ସଦାଚାର ଶିକ୍ଷା ଦେଲେ। ମୋତେ କାଲି ପଚାରିଲେ ବର୍ତ୍ତମାନ ସମୟରେ ପରମ ପୂଜ୍ୟ ଭକ୍ତି ପ୍ରେମ ସ୍ୱାମୀ ମହାରାଜ ବୈଷ୍ଣବ ସଦାଚାର କ୍ଲାସ୍ ଶିକ୍ଷା ଦେଉଛନ୍ତି, ତାକୁ ଶୁଣୁ। କାହିଁକି ନା ସେମାନେ ଆଚରଣ ଶୁଣ ମହାପୁରୁଷ। ଆପଣ ଦେଖିବେ ଭକ୍ତି ପ୍ରେମ ସ୍ୱାମୀ ମହାରାଜ ଯିବେ ମାୟାପୁରକୁ, ସେ ଅନ୍ନ ବାଢ଼, ଯିଏ ଅନ୍ନ କଲେ ନା ଜାଣିବ, ପ୍ରସାଦ କଲେ ଜାଣିବ ସେ କିଛି ତାର ହୃଦୟଟା ଗୋଟେ ମହାନ ହୁଏ। କାରଣ ସେଥିରେ ବି ଅପରାଧ ହେବାର ଚାନ୍ସ। ରସଗୋଲା ହେଇକି ମାଗିଲା ଗୋଟେ ଦିନ ଦେଲେ ସେ ଡାକିବ ତୁମକୁ ପୁରା ଭଲ ଲାଗିବ, ଅନ୍ନ ଧରି ତୁମ ଦେବ, ଅନ୍ନ ଯାହାର ଯେତିକି ଆବଶ୍ୟକ ସେ ମାଗିବ। ଆମ ଓଡ଼ିଶା ପାଖରେ ବେଙ୍ଗଲରେ ଆମେ ଯଦି ପ୍ରସାଦ ହେଲେ ବାଡ଼ିଆ ହେଇଛି ଅନ୍ନ ଧରିଥିବ, ତାର ଟିକେ ବଳ ଥିବ ଦରକାର, ଦୁର୍ବଳିଆ ଲୋକ ଅନ୍ନ ବାଡ଼ିବ, 3 ଥର ଅନ୍ନ ମିଳିବ। ଆଉ ସେ ଚଟୁକୁ ତୁମେ ଧରିପାରିବ, ଗୋଟେ ଚଟୁ ଯେତେବେଳେ ଯିବ ତୁମେ ଦେଖି ମାନେ ସେ ଛାତି ଜଣେ ପେଟ ପର୍ଯ୍ୟନ୍ତ ଅନ୍ନ ଯିବ, ସେତିକି ଅନ୍ନ ସେମାନେ ନେବେ। ମହାରାଜ ଅନ୍ନ ବାଡ଼ 3 ଥର ମିଳିବ। ଜଣେ ସନ୍ନ୍ୟାସୀ ଆସି ତୁମକୁ ବାଡ଼ିଆ କେମିତି ଲାଗିବ, ତୁମେ ତାଙ୍କର ସେବା କରିବ, ସିଏ ତୁମର ସେବା। ଜଣେ ବରିଷ୍ଠ ଭକ୍ତ କହିଲେ ମହାରାଜ ବସିକି ପାଖକୁ ତ ରୁମ୍ରେ ପାଇବା, ସିଏ ଆସି ବାଡ଼ୁଛନ୍ତି। ମହାରାଜ ତାଙ୍କୁ କହିଲେ ମୁଁ ବସିତେ ଆସେ, ମୁଁ ତ ଲଜ୍ଜାରେ ମୁହଁ ଅଙ୍କନ କରି ବସୁ। ଏତେ ଲୋକ 500 ଲୋକ ବସିଥିବେ, ଜଣେ 2 ଜଣ 500 ଲୋକଙ୍କୁ ବାଡ଼ିବ। ଏଠି ଆମ ଭଳିଆ 10-20 ଜଣ ଯଦି ବାଡ଼ିଦେବ ପଳେଇବ, 500 ଲୋକଙ୍କୁ କେମିତି ବାଡ଼ିବ? ଆଉ ବାଡ଼ିଲେ ବହୁତ ବେଙ୍ଗଲରେ ବାଡ଼ିଲେ ଭୁଲ ଭାଲ କଲେ ଗାଳି ଦିଏ ଜୋର। ତାଙ୍କର ସବୁ ଜିନିଷଟା ଡିସିପ୍ଲିନ୍ ନେବା। ମହାରାଜ କହିଲେ ଯେଟା ଗୋଟେ ବସ୍ତ୍ର ଶେଷକୁ ଦେଖାଯିବ ତୁମେ କେତେ ଭକ୍ତିମାନ। ଗୁରୁମାନେ ଏଇଥିରେ କିଛି ନାହିଁ। ଏ ଯେଉଁ ଅହଙ୍କାର କରୁଛି ବର୍ତ୍ତମାନ, ଏ ଯେଉଁ ସାଧକ ସମୟରେ ନା, ଏ ମୁଁ ବହୁତ ଜାଣିଛି, ଏ ମୁଁ ବ୍ରହ୍ମଚାରୀ, ଏ ତୁ ଗୃହସ୍ଥ, ମୋ କଥା ମା, ମୋ ଅଣ୍ଡାରେ, କିଛି ମୂଲ୍ୟ କିଛି ମୂଲ୍ୟ। ସେଠି ବର୍ଷକୁ ଗୋଟେ ଦିନ ଏମିତି ଆଧ୍ୟାତ୍ମିକ ଜୀବନରେ ରଖାଯାଇଛି, ଗୁରୁ ହଉ ବ୍ରହ୍ମା ହଉ ଯିଏ ସେ ଆସିବ ଭଗବାନଙ୍କର ମିନିୟନ ସର୍ଭିସ୍, ତୁଚ୍ଛ ସେବା, ରାଜ୍ୟ ସେବା ଆସିବ ଏଇ ଗୁଣ୍ଡିଚା ମାର୍ଜନା। ସେଦିନ ନିଶ୍ଚିତ ଭାବରେ ପ୍ରତ୍ୟେକ ଭକ୍ତ ସେ କେତେ ବଡ଼ ବ୍ୟକ୍ତି ମାନେ ମନ୍ଦିର ମାର୍ଜନା କରାଯିବ, କାରଣ ଏଇଟା ଗୁରୁଙ୍କର ଗୋଟେ ସମ୍ପତ୍ତି, ଭଗବାନଙ୍କର ଗୋଟେ ବିଭୂତି। ଯିଏ ମାର୍ଜନା କରୁଛି ପରିଷ୍କାର ତାକୁ କେତେ ସିନିୟରିଟି ବଢ଼ିବ, ଆସି ମନ୍ଦିର ସଫା କରିବ। ଯଦି ତୁମେ ସଫା ନ କରୁଛ ତୁମ ହୃଦୟ ଦେଖିବ ନିର୍ମଳ। ସେଥିପାଇଁ ଆମେ ପ୍ରତିଦିନ ଆମେ ଏଇ ଯେଉଁ ମନରେ ଏଇଟା କାହିଁକି କୁହାଯାଏ, ଆମ ମନରେ ଅହଙ୍କାର ଅଛି ବହୁତ। ଆପଣ ଦେଖିବେ ଗୋପାଳକୃଷ୍ଣ ମହାରାଜ 2 ଥର ହାର୍ଟ ଆଟାକ୍ ହେଇଥିଲା, ତଥାପି ମହାରାଜ ନିଜେ ଝାଡ଼ୁ ମାରିବେ, ନିଜେ ପୋଛା ମାରିବେ। ବାବା ଦେହ କ'ଣ ହେଇଯିବ, ଯାହାର ହାର୍ଟ ପ୍ରୋବ୍ଲେମ୍ ଥିବ ସେ ମୋର କଥାଟା ପରିମାଣକୁ ବୁଝିପାରିବେ, କେତେ କଷ୍ଟ ହୁଏ। ସେମାନେ ଆଉ ଥରେ ମହାରାଜ ଆସିଥିଲେ, ମହାରାଜ ଆସିଥିଲେ ପୁରା ନିଟ୍ ଆଣ୍ଡ କ୍ଲିନ୍ କରିକି ଆମେ ରଖିଛୁ। ଠିକ୍ ମହାରାଜ ଆସିଲେ ବର୍ଷା ହେଲା, ଯେମିତି ବର୍ଷା ହେଲା ମହାରାଜ ଯିବେ ଗିରିରାଜଙ୍କୁ ମାନେ ପ୍ରଣାମ କରିବା ପାଇଁ, ଆରତି କରିବା ପାଇଁ, ସେ ଜାଗାଟା ପୁରା କାଦୁଅ ହେଇଗଲା। ତୁମେ ଭାବିଥିବ ହେଇଗଲା ଗୋଟେ ଉଲ୍ଟା କରିବି କ'ଣ, ମହାରାଜ ଆସିଗଲେ ଆମେ ପୋଛାପୋଛି କରିବା। ମହାରାଜ କହିଲେ ସେଇଥିରେ ସିଢ଼ି ଚଢ଼େ, ସିଢ଼ି ଚଢ଼ିବାଟା ବି ତାଙ୍କ ପାଇଁ ବହୁତ କଷ୍ଟ। ଆଉ ଥରେ ନଦୀ ନୌକି ମାନେ ହେବାର ଥିଲା ପ୍ରତିଷ୍ଠା, ପୁରା ସେ ସିଢ଼ିରେ ଗଲେ, ହାର୍ଟ ପ୍ରୋବ୍ଲେମ୍ ଅଛି, ପୁରା ଗଲେ, ପୁରା ଆସକ୍ତିର ସହିତ କଲେ। ସେମାନେ ଆଚରଣ କରିକି ଗୁରୁମାନେ କ'ଣ ସେମାନେ ଆଚରଣ କରି ଦେଖାନ୍ତି। ଆମେ ମନା ଚାଲୁ କଲା କିଛି ପକେଇ ଦେବୁ, ମହାରାଜ କ'ଣ ମହାରାଜ କହିଲେ ଏଠି କେହି ଗୁରୁ ନୁହେଁ, ଏଠି କିଏ ସନ୍ନ୍ୟାସୀ, ବୃନ୍ଦାବନ ସମସ୍ତେ ଆମେ ହେଉଛେ। ମହାରାଜ କହିଲେ ଆପଣ ଯେମିତି ତୁଚ୍ଛ ଭଗବାନଙ୍କର ଅତି ନଗଣ୍ୟ ନଗଣ୍ୟ ସେବା, ସେଇ ପୁରା କାଦୁଅ ହେଇଥାଏ ସେଇଥିରେ ପ୍ରଣାମ କରୁ। ସେଇଥିପାଇଁ କହିଲି ଭାବିଲି ସେ ଏଇଥିପାଇଁ ମାନେ ଆଚାର ମୁଁ ଭାଇ ମୁଁ ଯଦି ପ୍ରଣାମ କରିଥିଲି ମୋ ଲୁଗାଟା ଟେକିକି କରିଥିଲି, ବର୍ଷା ଶୁଖିବ
ତାର ଜୀବନ ଲାଭ କ'ଣ କହିବେ? ତାର କଥା ସେଠି ବର୍ତ୍ତମାନ ଶୁଆ ଭଳିଆ କହୁଛି, ଯଦି କଥା ତୁମର କବଚ ଭଳି ରହିବ, ତୁମକୁ ଯେତେବେଳେ ଭୁଲ କାମ ତୁମେ କରିବ, ଆଧ୍ୟାତ୍ମିକ ଜୀବନ ମାନେ ତିଲଟା ଲଗେଇଲ ଆଉ ଭୁଲ କାମ କରିପାରିବ, ଯଦି କରିବ ଲୁଚିକି କରିବ, ଆଉ କାହା ଆଗରେ କରିପାରିବ। ପିଲାଟା ଝିଅକୁ ଦେଖିବାକୁ ଇଚ୍ଛା ଦେଖିପାରିବ, ଲୁଚିକି କ'ଣ କାରଣ ଲୋକ ଦେଖିବେ ଏଇଟା ଗୋଟେ ଚିନ୍ତା ଚୈତନ୍ୟ କାଟିଛି, ବାହାର ଲୋକ ଏତେ ଗୋଟେ ଚିନ୍ତା ଚୈତନ୍ୟ କାଟିଛି। ତେଣୁ କେତେ ସେଭ୍ କରୁଛନ୍ତି ଭଗବାନ ଦେଖନ୍ତୁ, ଏଠି କହୁଛନ୍ତି ସେ ସ୍ୱର୍ଗ ଅପବର୍ଗର ସୁଖକୁ ଛାଡ଼ି ଦେଇକି କ'ଣ କରେ, ମୋତେ ଜୀବନରେ ସେ କ'ଣ କରେ, ମୋତେ ସବୁ ପ୍ରିୟ ବସ୍ତୁ ମୋତେ ପ୍ରିୟ, ଏ ପ୍ରିୟ ଶବ୍ଦ ବଡ଼ ଭୁଲ କରିବ। ଆମର ଜୀବନରେ କେତେ ଜଣ ପ୍ରିୟ ଅଛନ୍ତି, ଆମର ବାବା, ଆମର ମା, ଆମର ବନ୍ଧୁ, ଆମର ପତ୍ନୀ, ଆମ ପରିବାର, କନ୍ୟା, କେତେ ପ୍ରିୟ ବସ୍ତୁ ଅଛନ୍ତି। କିନ୍ତୁ ପ୍ରକୃତରେ ଯେ ଜ୍ଞାନ ସେ ଜୀବନ ଶେଷରେ ଜାଣିପାରେ ଯେ ଭଗବାନ ହେଉଛନ୍ତି ପ୍ରିୟ। ବହୁତ ସୁନ୍ଦର ଦର୍ଶନ, ପ୍ରାଣ ସେ ପ୍ରିୟ ଲାଗୁ ମୁଇରା, ଏ ରାମ ଯେ ଆପଣ କୃପା କରିକି ମୋତେ, ଆମେ କେତେ ଭଲ ପାଆ, ପ୍ରକୃତରେ କାହାକୁ ବେଶୀ ଭଲ ପାଉ, ନିଜକୁ ବେଶୀ ଭଲ ପାଉ। ମୁଁ ପେଟ ପୁରା ଖାଇଲା ପରେ ମୋ ପାଇଁ ଭଲ ଲାଗିବାକୁ ଖାଉ, ହଁ କି ନାହିଁ, ମାନେ ଗୋଟେ ହୃଦୟର ଇଚ୍ଛାଟା ଆସେ। ଆଉ ମୋତେ ଭୋକ ହେଉଛି, ତାକୁ ମିଳୁକି ନ ମିଳୁ ଏଥିରେ ଅତି ଉଦାହରଣ ଦେଖିବ, କିନ୍ତୁ ଆଗ ନିଜେ ଅତି ପେଟଟା ପୁରିଗଲା, ତାକୁ ଦିଏ, ମୁଁ ଖାଇ ତାଙ୍କୁ ବି ଦିଏ, ଏଇ ଭାବନାଟା ଆସେ। ଆମେ ନିଜକୁ ବେଶୀ ଭଲ ପାଉ, ଭଗବାନ ପ୍ରତ୍ୟେକ ନିଜକୁ ଭଲ ପାଏ, କିନ୍ତୁ ଭକ୍ତ ପ୍ରାର୍ଥନା କରେ ପ୍ରଭୁ ମୁଁ ମୋ ନିଜକୁ ଯେତିକି ଭଲ ନ ପାଇବା ମୁଁ ସେତିକି ଭଲ ପାଏ। ଆଉ ଏଇଟା ହେଉଛି ବ୍ରଜଭକ୍ତ, ଏଇଟା ହେଉଛି ବ୍ରଜଭକ୍ତ। ବ୍ରଜରେ ସମସ୍ତେ ଭଗବାନଙ୍କୁ ବେଶୀ ଭଲ ପାଆନ୍ତି। ଆଉ ଆମର ଯେଉଁ ପ୍ରାପ୍ତ ସାଧନାଟା ଏଇଥିପାଇଁ, ଏ ସାଧନା କରୁଛେ ଏଇଥିପାଇଁ ଯେ ଭଗବାନ କେମିତି ଆମକୁ ପ୍ରିୟ ଲାଗେ, ସେଟା ସେଥିପାଇଁ କ'ଣ କରିବାକୁ ପଡ଼ିବ। କାଲି ସେଇ ପ୍ରଭୁ କହୁଥିଲି, ଯଦି ଯେମିତି ମନ୍ଦିରରେ ଆମର ସେବା ଅଛି, ଆମେ ସକାଳ ସମୟରେ ଆସିକି ସେବା କରୁଛୁ, ଆପଣଙ୍କର ଯାହା ଯାହା ସେବା କରୁଛୁ, କିନ୍ତୁ ବେଳେବେଳେ ଆମର ସେବା ନଥାଇକି ବି ଆମେ ଭଗବାନଙ୍କୁ ଯଦି କଲେ ତାହେଲେ ସେଠି ଭଗବାନ ଖୁସି। ଯେମିତି ବଗିଚାରେ ବହୁତ ବାସ୍ନା ଫୁଲ ଫୁଟୁଛି, ଭଗବାନଙ୍କର ସେଟା ବହୁତ ପ୍ରିୟ। ଯଦି ତୁମେ ମୋ ସେବା ବାଦରେ ସେଇଟା କରିଦେଲ, ଭଗବାନ ତୁମର ବହୁତ ଖୁସି। ଆଉ ଗୋଟେ ଭକ୍ତ କହୁଛନ୍ତି ଡିଭୋଟି ଅଛି, ଅନୁସାରେ ନୂଆ ଭକ୍ତ ଥିଲେ, ସେ ବେଶୀ ଦିନ ରହିଲେ ମନ୍ଦିରରେ, କିନ୍ତୁ ସେଠି ସବୁ କମ୍ପିଟିସନ୍, ମାନେ ସେବା କରି ଭଗବାନଙ୍କୁ ଖୁସି କରିବାର କମ୍ପିଟିସନ୍। ଭୁବନେଶ୍ୱରରେ ଆମେ 2 ଜଣ ଅଛେ, ଆପଣ ଛଡ଼ା ମୋର କେହି ଆମେ ପରସ୍ପର ଦେଖୁଛୁ, ସେଠି 70 ଜଣ ଥିଲେ, ଟିକେ ଭୁଲ କରିବ। ଭୁବନେଶ୍ୱରରେ ବଡ଼ ବଡ଼ ମନ୍ଦିରରେ, ବୃନ୍ଦାବନ, ମାୟାପୁର, ବଡ଼ ବଡ଼ ମନ୍ଦିର, ଯେତେବେଳେ ସାମାନ୍ୟ ଭୁଲ ହେଲା ସେବା କରିବା, ସାମାନ୍ୟ ମୁଁ ଥରେ ଯାଇଛି, ବହୁତ ବର୍ଷର ବରିଷ୍ଠ ଭକ୍ତ, ଆଉ ମାୟାପୁର ନୃସିଂହ ଭାରତୀ କହିଲି କାହିଁକି ନା 2 ଥର ଜଣେ ତାକୁ ପଚାରିଲେ ପ୍ରଶ୍ନ, ସେ ଉତ୍ତର ଦେଲେ ତାକୁ ସେବାରୁ କାଢ଼ି ଯାଇଛି। ବ୍ୟବହାର ଏତିକି ତ୍ରୁଟିରେ ମାନେ ସେମାନେ କାଢ଼ିଦେଲେ, ଆଉ ଜମା ଜୀବନ ବସ୍ତା 30 ଜଣ ୱେଟିଂରେ ଥିଲେ, ତୁମ କଥା କିଏ ପଚାରିବେ ବସ୍ତା। ଆଜି ଭକ୍ତ ତାର ପ୍ରାଣ କ'ଣ, ତାର ସେବା, ତାର ସେବା ପଳେଇଲା ତାର ତାର ଜୀବନ କିଛି ମାନେ ଇଏ। ଆଜି ପ୍ରକୃତରେ ଭକ୍ତ ସେ କିଛି ନା କିଛି ସେବା, ଗୋଟେ ସେବା କାଢ଼ିଦେବେ, ଗୋଟେ ପୂଜା ସେବା କାଢ଼, ଝାଡ଼ୁ ମାରିବା ପାଇଁ କିଏ ନା ଝାଡ଼ୁ ମାରି ମୁଁ ଏଇଠି ରହିବି ଯିବି, ମୁଁ ଅନେକ ଭକ୍ତ ଦେଇଥିଲି ସେବାକୁ କାଢ଼ିଦେଲା, ବର୍ଷେ 2 ବର୍ଷ ସେମିତି ରହେ, ବର୍ତ୍ତମାନ ପୁଣି ସେବା ଯିବ ପଡ଼ିବ। ଗୁରୁଙ୍କ ମନ୍ଦିରଟି ମନ୍ଦିର ରହିଲେ ସେବା କରିବେ, ଯେଉଁ ସେବା କରିବ ସେ ସେବା କରିବେ। ତେଣୁ ମୋର କହିବାର ଉଦ୍ଦେଶ୍ୟ ଥିଲା, ସେଠି କମ୍ପିଟିସନ୍, ଫୁଲ ତୋଳା, ଅଳ୍ପ ଫୁଲ କମ୍ପିଟିସନ୍। ମୁଁ ଧର ଗୌରନିତାଙ୍କର ପୂଜାରୀ ଅଛି, ମୁଁ ଚେଷ୍ଟା କଲି ଗୌରନିତାଙ୍କୁ ସୁନ୍ଦର କରିବାକୁ, ତାଙ୍କୁ ଅଧିକା ଫୁଲ ଦିଏ। ମନ୍ଦିର 2 ଭାଗ ସେଠି, ବଡ଼ ମନ୍ଦିର ପାଇଁ ଜଣେ ଆସିଷ୍ଟାଣ୍ଟ, ଗୋପୀନାଥ ମନ୍ଦିର ପାଇଁ। ସେ ଗୋପୀନାଥ ମନ୍ଦିର ପୂଜାରୀ କ'ଣ କଲେ, ରାତି 2:30ଟାରେ ଉଠି ସବୁ ଗୋଲାପ ତୋଳିଲେ, ସବୁ ଗୋଲାପ ତୋଳିକି ଗୋପୀନାଥ ପାଇଁ ରାଧାରାଣୀଙ୍କୁ ସେ ଗୋଲାପରେ ମାଡ଼, ବଡ଼ ମନ୍ଦିରରେ ଗୋଟେ ଗୋଲାପ, ଲୋକ ଯିବେ କୋଉଠିକି ବେଶୀ, ବଡ଼ ମନ୍ଦିର। ଯେ ହେଡ଼ ପୂଜାରୀ ତାର ଲକ୍ଷ୍ୟ କାହାର, ବଡ଼ ମନ୍ଦିର ଉପରେ, ବଡ଼ କୃଷ୍ଣ ମଠା ବିଦ୍ୟା ଦରକାର ବେଶୀ। ସିଏ ଦେଖିଲା କିଏ କହିଲା ଫୁଲ ତୋଳିବୁ, କାଠ ଫୁଲ ଆସିବୁନି, ପୂଜାରୀ କହିଦେଲା ବହୁତ ଭୟ, ଆଉ ଆସିପାରିଲା। ରାତିରେ ଶୋଇଛି, ଶ୍ରୀଜି ଆସି ପଚାରୁଛନ୍ତି ବାବୁ ଆମ ଫୁଲ ଦେବନି, କାଲି ଆମ ପାଇଁ ଗୋଟେ ଆମ ପ୍ରଭୁଙ୍କ ପାଇଁ ଗୋଟେ, ଶ୍ରୀଜି ନିଜ ପାଇଁ ଆମ ପ୍ରଭୁଙ୍କ ହାତରେ ଗୋଟେ ବି ଗୋଲାପ ଫୁଲ ଲାଗିଲାନି। ଭଗବାନ ଭାବନ୍ତୁ କ'ଣ ନା ସେ ଦୀକ୍ଷା ଦେଇଛି, ନା ସେ କ'ଣ ଭଜନ କରୁଛି, ନା କ'ଣ ତପସ୍ୟା କରୁଛି। ଶ୍ରୀଜୀଙ୍କୁ ଫୁଲ ଦେବ ବୋଲିକି ତା ନିଜ ସୁଖ ଛାଡ଼ିକି ରାତି 2ଟାରୁ ଉଠିକି
ସେ ବାଡ଼ିରେ ଫୁଲ ଫୁଟିଛି। ଜୀବନ ସକାଳେ ଦର୍ଶନ ଦେଇଥିଲେ ରାତି 12ଟା ବେଳେ 12ଟା 1 ବେଳେ ଉଠିଛି, ତାଙ୍କର ପ୍ରଥମ ଝାଳ ବାହାରୁଛି। ଜଣେ ପରିଷ୍କାର କରୁছে ସେ ପାସ୍ କରୁଛନ୍ତି। ତା ପଛରେ କ'ଣ ତାଙ୍କ ଦେହ ଭଲ ନାହିଁ, କ'ଣ ହେଉଛି, କ'ଣ ସ୍ୱପ୍ନ ଦେଖିଲି, କ'ଣ ଦେଖିଲି, ଏମିତି ଜଣେ ନାରୀ କିଏ ଆସି ମୋତେ କହୁଛି ନା ପ୍ରଭୁଙ୍କ ପାଇଁ ଫୁଲ ନାହିଁ, ମୁଁ ଫୁଲ ଦେବୁ କ'ଣ ତୁ ପ୍ରାନ୍ତ ସିଏ ତୁ ପ୍ରାନ୍ତ ପୂଜାରୀ। ଦେଖ ଭଗବାନ ୟାକୁ ସ୍ୱପ୍ନରେ କହିଛନ୍ତି, ମୁଖ୍ୟ ପୂଜାରୀ ଉଠିଛି ସେ ପଚାରେ ହେଡ୍ ପୂଜାରୀକୁ ମୁଁ କହିଦେବି। ପରବର୍ତ୍ତୀ ଅବସ୍ଥାରେ ସେ ମନ୍ଦିରରେ କୌଣସି ରହିପାରିଲେ। ଯେତେବେଳେ ମନ୍ଦିର ଆସେ ସବୁବେଳେ 3ଟା ଗୋଲାପ ନେଇକି ଆସିଥିଲେ ଗୋପୀନାଥ ମନ୍ଦିର। ଏ ଯେଉଁ ଛୋଟିଆ ସେବାଟା ଆମେ କରୁଛେ, ନିଜ ସୁଖକୁ ବାଦ ଦେଇ ନିଜ ସେବାକୁ ବାଦ ସବୁବେଳେ ମନ୍ଦିର ରହିছে ନା, ମନ୍ଦିର ଦେଖିବେ ଭଗବାନ ତ ଏତେ ସୁନ୍ଦର ଦିଶୁନାହାନ୍ତି, ଏଠି ମନ୍ଦିର ଏଇଟା ତ ଏ ଜାଗାରେ ରଙ୍ଗଟା ଶୋଭନୀୟ, କେତେ ଭଦ୍ର ଲୋକ ଆସୁଛନ୍ତି। ଆପଣ ଦେଖିବେ ପ୍ରଭୁପାଦ କ'ଣ ଲେଖିছে, ପ୍ରଭୁପାଦ ସେ କ୍ଲାସ୍ଟାକୁ ଶୁଣିବେ। ମୋର ଏଇଟା ସବୁଠୁ ପ୍ରିୟ ଶ୍ଲୋକ, ନୂଆ ବସିଲି କ୍ଲାସ୍ ଦେବା ପାଇଁ ମୁଁ ପ୍ରତି କ୍ଲାସ୍ରେ ଏଇ କଥାଟା କହିବି, ସ୍ୱଳ୍ପମ୍ ଅପିୟସ୍ୟ ଧର୍ମସ୍ୟ ତ୍ରାୟତେ ମମତ ଭୟା। ଆମ ଜୀବନର ପ୍ରାରବ୍ଧ ଅନୁସାରେ ବହୁତ ବିପଦ ଆସିବ, ଆକ୍ସିଡେଣ୍ଟ ହେଇଯିବ, ହାତ କଟିଯିବ, କେବଳ ଶାରୀରିକ ଅନେକ ପ୍ରକାର ସମସ୍ୟା ଆସିବ, ଭକ୍ତି ଯିବ, ଆଧ୍ୟାତ୍ମ ଯିବ। ସବୁଠୁ ବଡ଼ ସମସ୍ୟା କ'ଣ, ମନ ବିଷୟ ବାସନା ଆଡ଼କୁ ଯିବ। କିନ୍ତୁ ଯେ ସ୍ୱଳ୍ପମ୍ ଅପିୟସ୍ୟ, ସ୍ୱଳ୍ପମ୍ ମାନେ ବୁଝିପାରୁଛ, ମନ୍ଦିରଟା ପୁରା ପରିଷ୍କାର ଅଛି, ଗୋଟେ ଆମ୍ବ ପତ୍ର ଆସି ପଡ଼ୁଛି, ତୁମେ ଦେଖିବାରେ ଏତେ ପରିଷ୍କାର ଜାଗାରେ ପତ୍ରଟା ପଡ଼ିବାର ତୁମେ ଉଠିକି ପକେଇଦେବ। ଏଇ ଯେ ସ୍ୱଳ୍ପ, ଏଇଟା କ'ଣ କରିବ, ତ୍ରାୟତେ ମହତ ଭୟା, ଏଇଟାକୁ ପ୍ରତିପାଦନ କରିବା ପାଇଁ ପ୍ରଭୁପାଦ ନୃସିଂହ ପୁରାଣକୁ ଗୋଟେ ଚରିତ୍ର କହିଛନ୍ତି। ଯେ ପ୍ରହ୍ଲାଦ ମହାରାଜ ତାଙ୍କର ପୂର୍ବ ଜୀବନରେ ଜଣେ ଦୁରାଚାରୀ ବ୍ୟକ୍ତି ଥିଲେ ଏବଂ ସେ ଜଣେ ଗଣିକା ପ୍ରତି ଆସକ୍ତ ଥିଲେ ଏବଂ ଗଣିକାମାନଙ୍କର ମନ ଗୋଟେ ଲୋକ ପାଖରେ ଲାଗିବ। କଳିଯୁଗରେ ସମସ୍ତେ ଗଣିକା, କାହା କହିବା ଦରକାର, ଆମର ମନ ଜଣଙ୍କ ପାଖରେ ଲାଗିବ। ମାନେ ଆମେ ଯଦି ଜଣଙ୍କ ପାଖରେ ବସିଥିବା ଆଉ ଜଣଙ୍କ ଭାବୁଥିବା ତା ସହିତ ମିଶିଲେ ଭଲ ହେବ, ଆଉ ଜଣଙ୍କ ପାଖରେ କଥାବାର୍ତ୍ତା ହେବ ବୋଲି ମନ କହୁଛୁ, ମାନେ ମନଟା ଏଇଭଳିଆ ଗଣିକା। ତେଣୁ ତାର ଝଗଡ଼ା ତେଣୁ ମୀମାଂସା କରିବା ପାଇଁ ସେ ଜଙ୍ଗଲରେ ମିଶିଲା। ଗଣିକା ସହିତ କ'ଣ ବଜାରରେ ମିଶ କରିବ, ଭଲ ଜାଗାରେ ମିଶ କରିବ, ଜଙ୍ଗଲକୁ ଡାକିବ। ଜଙ୍ଗଲରେ ଏକ ଭଗ୍ନ ମନ୍ଦିରର ସ୍ଥାନଟା ସ୍ଥିରୀକୃତ, ଯେ ଏଇଠି ଆମେ କଥାବାର୍ତ୍ତା ଶ୍ରୀ ଶ୍ରୀ ସୀତାରାମ। ତେଣୁ ଯେତେବେଳେ ଗଲେ ପ୍ରହ୍ଲାଦ ଯାଇକି ତାଙ୍କର ନାଁ ଅଛି, ତାଙ୍କର ନାଁ ବହୁତ ପ୍ରସିଦ୍ଧ ନାଁ, ନିଜକୁ ପ୍ରସ୍ତୁତ କରି କହୁଛି, ମୋର ମନେ କାଲି କ୍ଲାସ୍ରେ ମୁଁ କହିବି ତାଙ୍କ ନାଁ କି ଶର୍ମା, ବିଷ୍ଣୁ ଶର୍ମା ନାମକ ବ୍ରାହ୍ମଣ ଥିଲେ। ଦତ୍ତ ବିଷ୍ଣୁ ଶର୍ମା ନାମ, କିନ୍ତୁ ବିଷ୍ଣୁ ଶର୍ମାକୁ ଆଗ ମାନେ ଇଚ୍ଛା ଅଛି ବସିଲେ। ତେଣୁ ଯାହା ବି ହଉ ସିଏ ଯାଇଛନ୍ତି ସେଇ ଭଗ୍ନ ମନ୍ଦିରକୁ ଏବଂ ତାକୁ ଦେଖିକି ତାଙ୍କୁ ବହୁତ ଖରାପ ଲାଗୁଛି, କାହିଁକିନା ସେଠି ବହୁତ ପତ୍ର ପଡ଼ିଛି। ତେଣୁ ସେ କ'ଣ କରୁଛନ୍ତି, ଯେ ଡାକି ଭାଙ୍ଗିକି ତାକୁ ଝାଡ଼ୁ ପ୍ରସ୍ତୁତ କରୁଛନ୍ତି, ଭାଙ୍ଗିଦେଲେ କିନ୍ତୁ ତାକୁ କ'ଣ କଲେ, ଝାଡ଼ୁ ମାରିଲେ। ଆଉ କେଉଁ ସମୟରେ ଯାଇଥିଲେ, ଏଇ 4ଟା ବେଳ ସମୟରେ ଯାଇଥିଲେ, ସନ୍ଧ୍ୟା ସମୟରେ ଗଣିକା ସହିତ ଦେଖା। ଆଉ ସେଇ ସମୟ ଥିଲା କ'ଣ, ସେଇ ଦିନ ଆଉ ଯେହେତୁ ଗଣିକା ସହିତ ମିଶିକି ଝଗଡ଼ା ହେଇଛି, ଦିନ ସାରା କିଛି ଖାଇବି ନାହିଁ, ସହିତ ଝଗଡ଼ା ହେଇଗଲା, ଖାଇଥିଲେ ପ୍ରିୟ ବ୍ୟକ୍ତି ଝାଡ଼ୁ ମାରିଛନ୍ତି। ଝାଡ଼ୁ ମାରିକି ମନ୍ଦିରଟା ପରିଷ୍କାର କରିଦେଲେ, ତାକୁ ସେ ଗଣିକା ଆସିଛି ଏବଂ ଏ ପରସ୍ପର ବାଦ ବିବାଦକୁ ମେଣ୍ଟିଲା ବେଳକୁ ସାରା ରାତି ବସେଇ 2 ଜଣ ଯାକ କଥା ହେଇଥିଲା, ଖାଇବ। ସେଇଦିନ ହେଲା ନୃସିଂହ ଚତୁର୍ଦ୍ଦଶୀ। ଆଉ ସେଇଥିପାଇଁ ନେକ୍ସଟ ଲାଇଫ୍ ପ୍ରହ୍ଲାଦ ହେଇକି ଆସିଲେ ଦୟାବନ୍ତ ଖାଲି ଥରେ ଝାଡ଼ୁ ମାରିଥିଲେ। ସେଥିଲାଗି ଆମର ଯେଉଁ ରାଧାରମଣ ମନ୍ଦିରରେ ଯେଉଁ ପୂଜାରୀ ସେବା ହେବ, ପୂଜାରୀମାନଙ୍କ ଯେତେବେଳେ ଝଗଡ଼ା ହେବ, କିଏ ମୁଛା ମାରିବ, କାରଣ ଆପଣ ଦେଖିବେ ସେମାନେ କେମିତି ଜଳଟା ପକେଇବେ ମୁଛା ମାରିବା ପାଇଁ। ଆଉ ସେଇଟାକୁ ଯିଏ ଧରିଲା ସେ ଶକ୍ତିର କୃପାର। ଆମେ ଆସିଷ୍ଟାଣ୍ଟ ଡାକୁଛୁ, ତୁ ଆସି ପୋଷା ଗଲା, ସେ ସବୁ ଆମେ ଯାହା ସେବା କଲେ ସବୁ ନେଇଗଲା। ତେଣୁ ଏଇ ଯେଉଁ ବାହ୍ୟ ସେବାଟା ଆମର କହିବା କଥା, ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେବା। ଆମେ ତ ଭଗଜଗତୀ ମହାରାଜ କ'ଣ କରୁ, ଝାଡ଼ୁ ମାରୁଛନ୍ତି, ରାଜା ହେଇକି ଝାଡ଼ୁ ମାରିଲେ ବୋଲି ମହାପ୍ରଭୁଙ୍କୁ ଦର୍ଶନ ଦେଲେ। ବୁଝିପାରୁଛନ୍ତି, ଆମ ଜୀବନରେ ଅହଙ୍କାର ଯଦି ମୁକ୍ତ ହେଇକି ଏଇ ସେବାରେ ନିଯୁକ୍ତ ହେଲେ ମତ ପ୍ରିୟ, ଶେଷ ଶବ୍ଦଟା କ'ଣ, ପ୍ରିୟ, ସେ ମୋତେ ଜୀବନର ପ୍ରିୟ ବୋଲି ଗ୍ରହଣ କରୁ। ଭଗବାନ କେବେ ଆମକୁ ଦୟା କରିବେ, ଏଇ ଭାବନା ସହିତ ଗ୍ରନ୍ଥ